सारा जगतर कला मोहे बोले तुमे हेल कला बदन भकत भावरे भकति चित्तरे नीति तुम नाम जपिले दिन राति तुम पाई पाहाचे आशार प्रदीप चालिले दर्शन तुम पाई गले प्रभु दर्शन तुम पाई गले प्रभु धन्य हेब ए जीवन सारा जगतर कला मोहे बोले तुमे हेल कला बदन जगत जनक लीला देखिबाको कि सुंदर चकानयन सारा जगतर कला मोहे बोले तुमे हेल कला बदन तुमे हेल कला बदन तुमे हेल कला बदन थैंक यू धन्यवाद मैडम। वर्तमान मो सुश्री प्रियदर्शिनी पट्टनायक को अनुरोध करी विवेक बाणी पाठ करिबा पई। प्रथमे तो समस्त गुरुजन को मोर प्रणाम जनाऊची एवं शुभ संध्या। मैम क्षमा चाहूची मु आपन को आदेश को पालन कर पालिनी तो मैं मु मानसी मैम को भी धन्यवाद जनाऊची कि मते विवेक बाणी पाठ करिवार सुयोग देले। तो मु वर्तमान विवेक बाणी पाठ करूचे। आमे वास्तव रे जहा नुह अन्य को ताहा देखैबारे आम जीवनी शक्तिर 90% चले परम भलो हुंता आमे जहा हेबा चाहू जदि ताहा हेबा पई चेष्टा करते। धन्यवाद। धन्यवाद सुश्री। बंधुगण आजिर एही पाठचक्र रे आम सहित जोड़ी होइछंती आम कोरापुट जिल्लार स्वामी विवेकानंद लोक संसदर जिला मुख्य जिला सभापति प्रोफेसर अमूल्य रंजन महापात्र एवं आम सहित अछंती आलोचक भावरे आज पाठचक्रर डॉक्टर सदानंद अढ़ारी महोदय। वर्तमान मु एई पाठचक्र रे सभापतित्व करिबा पई अमूल्य सार को अनुरोध करिबा सहित तांकर वक्तव्य रखिबा पई अनुरोध करूछि। सर हरिओम तत्सत। आज पवित्र संध्या जो संध्यार आम समस्ते उपस्थित होइछु एई समय आम समस्ते एक प्रकार सांस्कृतिक वातावरण जो आमर आज मुख्य वक्ता जी अच्छा डॉक्टर अध्यापक सदानंद से कोरापुट जिलार जो दुरुआ आदिवासी संप्रदाय रही संबंध से किसी आलोकपात करेंगे। अध्यापक सदानंद महाशय सी अध्यापन रुचि रखिंट पिला सहित से पाठ पढ़ा सहित जे एठिकार जो लोक मान सब रही आदिवासी श्रेणी विशेषतः लोक से जो पर्वपर्वाणी नाच गीत संस्कृति परंपरा जीवनधारा धर्म दर्शन एवं अस्मिता से सब विषय से ठीक भाव जानी एवं गवेषणा करिसेंती। विशेषकर आम कोरापुट जिले में अनेक संप्रदाय लोक मैंने रहती जहाँ मु किछिटा खबर रखी से विशेषकर परजा गंड
କନ୍ଧ, ଗଦବା, ଧୁରୁଆ, ସଉରା ଏବଂ ବିଶେଷ କରି ଦୁରୁଆ ସମ୍ପ୍ରଦାୟ ଲୋକ ମଧ୍ୟ ରହିଛନ୍ତି। କିନ୍ତୁ ଆଜିର ଆଲୋଚକ ଆଜ୍ଞା ସେ ଦୁରୁଆ ସମ୍ପ୍ରଦାୟ ଲୋକଙ୍କ ବିଷୟରେ ଆମମାନଙ୍କୁ ସମ୍ୟକ ଧାରଣା ଦେବେ। ତେଣୁ ମୁଁ ଅନୁରୋଧ କରୁଛି ଯେ ସେ ତାଙ୍କର ବକ୍ତବ୍ୟ ଆରମ୍ଭ କରନ୍ତୁ। ଡକ୍ଟର ସଦାନନ୍ଦ ଧରୁଆ। ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବିଚାରଧାରା ବିଭାଗ କୋରାପୁଟ ଜିଲ୍ଲା ଶାଖା ପ୍ରଗତିର ସ୍ୱର ଶୀର୍ଷକ 49ତମ ଇ ପାଠଚକ୍ର ର ଅଧ୍ୟକ୍ଷ ପ୍ରଫେସର ଅମୂଲ୍ୟ ରଞ୍ଜନ ମହାପାତ୍ର ସାର୍, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସଭାପତି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ କୋରାପୁଟ ଶାଖା ଏବଂ ଡକ୍ଟର କନକଲତା ମହାପାତ୍ର ମହୋଦୟା, ସହକାରୀ ଅଧ୍ୟାପିକା, ସରକାରୀ ମହିଳା ମହାବିଦ୍ୟାଳୟ ଜୟପୁର ଏବଂ ଏଠାରେ ଉପସ୍ଥିତ ଥିବା ଯୋଡ଼ି ହୋଇଥିବା ଅନ୍ୟ ସମସ୍ତ ଶ୍ରୋତା ସମସ୍ତଙ୍କୁ ମୋର ପ୍ରଣାମ। ତେବେ ଆଜି ଆମେ ଆଲୋଚନା କରିବା କୋରାପୁଟର ଦୁରୁଆ ସମ୍ପ୍ରଦାୟ ଉପରେ। ତେବେ ଏଇ ଯେଉଁ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ୟାକୁ ନେଇକି ମୁଁ ଗୋଟେ 5-7ଟା ଖଣ୍ଡେ ଯୋଗ ଦେଇଛି, ଯୋଉଟାକି ମାଲକାନଗିରିର ରଞ୍ଜନ ସ୍ୱାଇଁ ସାର୍ ତାଙ୍କ ନେତୃତ୍ୱରେ। ତେବେ ମାନସୀ ମ୍ୟାଡ଼ାମ ମୋତେ ପହରଦିନ ନା କେବେ କହିଲେ ଯେ ଏଠାରେ ବି ସେ ଗୋଟେ ଏଠି ବି କିଛି ବକ୍ତବ୍ୟ ରଖିବା ପାଇଁ। ତେବେ ମୋତେ ସେ ସ୍ଥାନିତ କରିଥିବା ଯୋଗୁଁ ମ୍ୟାଡ଼ାମକୁ ଏବଂ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦଉଛି। 2005 ମସିହାରେ ବୈପାରିଗୁଡ଼ା +2 କଲେଜ ଶହୀଦ, ଏବେ ତା ନାଁ ହେଇଛି ଯେ ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ 2018 ମସିହାରୁ ହେଇଛି। ତା ପୂର୍ବରୁ ଥିଲା ଶହୀଦ ଲକ୍ଷ୍ମଣ ନାୟକ ମହାବିଦ୍ୟାଳୟ। 2005ରେ ଯେତେବେଳେ ମୁଁ ବୈପାରିଗୁଡ଼ାରେ ଓଡ଼ିଆ ଅଧ୍ୟାପକ ଭାବରେ ଯୋଗ ଦେଲି, ମୋର ଗୋଟିଏ ଇଚ୍ଛା ଥିଲା ଯେ କୋରାପୁଟର ବନବାସୀ ମାନଙ୍କର, ଜନଜାତି ମାନଙ୍କର, ତାଙ୍କର ଭାଷା ସଂସ୍କୃତିକୁ ନେଇକି କିଛି କାମ କରିବା ପାଇଁ। ଯେତେବେଳେ ମୁଁ ବ୍ରହ୍ମପୁର ୟୁନିଭର୍ସିଟିରେ ଏମ୍ଫିଲ୍ କରିବାକୁ ବି ଗଲି, ସେହି ସମୟରେ ମୋର ଗାଇଡ଼ ପୂଜ୍ୟ ସାର୍ ପ୍ରଫେସର ବାଉରୀ ବନ୍ଧୁ କର ସାର୍ଙ୍କୁ ମୁଁ କହିଥିଲି ଯେ ମୁଁ କିଛି କୋରାପୁଟର ହିଁ କାମ କରିବି ସାର୍। ସେହି ସମୟରେ ମୋତେ ଦେଇଥିଲେ ଟପିକ୍ ଦେଇଥିଲେ କୋରାପୁଟର ଲୋକଭାଷା ଦେଶିଆ ଭାଷା। ଦେଶିଆ ଭାଷାକୁ ନେଇକରି ମୋ ଏମ୍ଫିଲ୍ ମୋର ଟପିକ୍। ଏଇ ଯେଉଁ ଦେଶିଆ ଭାଷାକୁ ନେଇକରି ମଧ୍ୟ 2ଟା ଖଣ୍ଡେ ଟପିକ୍ ଏଇଠି ମୁଁ କହିଛି ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଏଇ ଯେଉଁ କାର୍ଯ୍ୟକ୍ରମରେ। ତେବେ କୋରାପୁଟର ଦୁରୁଆ ସମ୍ପ୍ରଦାୟ ତା ଉପରେ ଆଜି ଆଲୋଚନା କରିବା। ତେବେ 2005ରେ ଯେତେବେଳେ ମୁଁ ସେଠାରେ ଯୋଗ ଦେଲି, ଥରେ ମୁଁ କଲେଜରେ ହିଁ ବସିଥିଲି, ପେପର ପଢ଼ୁଥିଲି। ସେଇଠି ମୁଁ ଦେଖିଲି, ପେପରରେ ଦେଖିଲି ଯେ ଦୁରୁଆ ମାନଙ୍କ ବିଷୟରେ ବାହାରିଛି ଗୋଟେ ଇଂରାଜୀ ଖବର କାଗଜରେ। ସେମାନଙ୍କର ରୂପ, ତାଙ୍କର ଚାଲି ଚଳଣି, ଆଚାର ବ୍ୟବହାର କିଛି କିଛି ଲେଖାଯାଇଛି।
ଏବଂ ଶେଷରେ ଲେଖା ଯାଇଛି ଯେ ଏମାନେ ଏତେ ପ୍ରାଚୀନ ଏମାନଙ୍କର ପ୍ରାଚୀନ ପରମ୍ପରା ଅଛି ଯୋଉଟା କି ବଣ୍ଡା ପରେ ଏମାନେ ଆସିବେ ଭୂମିଆ ସମ୍ପ୍ରଦାୟ ଅମରାତ୍ୟ ସମ୍ପ୍ରଦାୟ ଏମାନଙ୍କ ଠାରୁ କେତେ ଏମାନେ ତଳେ ଅଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ବି ତାଙ୍କୁ ଆଦିବାସୀର ମାନ୍ୟତା ମିଳିନାହିଁ ବୋଲି 2005-6 ମସିହାରେ ବାହାରିଥିଲା ପେପରରେ ମୁଁ ଦେଖିଲି ପଢିକି ଏଇଟା କୋଉଠି ନା ବୈପାରିଗୁଡା ବ୍ଲକ ଲେଖା ହେଇଥିଲା ତାପରେ ଗୁପ୍ତେଶ୍ୱର ବେଲ୍ଟ କୋଉ ଗାଁ ସବୁ ଲେଖା ହେଇଥିଲା ତାପରେ ମୁଁ ଭାବିଲି ଆରେ ଏମାନେ ତ ପ୍ରକୃତରେ ଏତେ ଅନୁନ୍ନତ ହେଇକିରି ଅଛନ୍ତି ଏମାନେ ନିଶ୍ଚିତ ଭାବରେ ଆଦିବାସୀର ମାନ୍ୟତା ପାଇବା ଉଚିତ ତେବେ ମୋ ଦ୍ୱାରା କଣ ହେଇପାରିବ ମୁଁ ତ ଖୋଜୁଥିଲି ସେ ପ୍ରକାର ଗୋଟେ ପରେ ମୁଁ କଣ କଲି ନାହିଁ ଦୁରୁଆ ମାନଙ୍କ ଉପରେ ହିଁ କାମ କରିବି ଆଉ ସେମାନେ ଭଗବାନଙ୍କ କୃପାରୁ ସେମାନେ ଏସଟି ବା ଆଦିବାସୀର ମାନ୍ୟତା ପାଇଯାଆନ୍ତୁ ଆଉ ମତେ ବି କାମ କରିବା ପାଇଁ ଦୁରୁଆ ମାନଙ୍କ ଉପରେ କଷ୍ଟ ଲାଗିବନି କାହିଁକି ନା ବୈପାରିଗୁଡାରୁ ଗୁପ୍ତେଶ୍ୱର ସେମିତି ବିଶେଷ ଦୂର ନାହିଁ ମତେ ଧରାଯାଉ ପଡିଥାନ୍ତା ଉମରକୋଟ ଯିବା ପାଇଁ କିମ୍ବା ରାୟଗଡା ଯିବା ପାଇଁ କାମ କରିବା ପାଇଁ ସେଥିରେ ନିଶ୍ଚିତ ମତେ କଷ୍ଟ ଲାଗିଥାନ୍ତା କାହିଁକି ନା ଦୂର ବା ବଣ୍ଡା ମାନଙ୍କ ଉପରେ କାମ କରିଥିଲେ ମତେ ମାଲକାନଗିରି ଯିବାକୁ ପଡିଥାନ୍ତା କିନ୍ତୁ ସେ ପାଖରେ ଅଛି ବୈପାରିଗୁଡା ବ୍ଲକରେ ସେମାନେ ଅଛନ୍ତି ଏବଂ ବୈପାରିଗୁଡା କଲେଜରେ ମୁଁ ରହୁଛି ଆଉ ସେ ଏରିଆର ପିଲାମାନେ କୋଉ ଗ୍ରାମ ପଞ୍ଚାୟତରେ ପିଲାମାନେ ମୋର ଛାତ୍ରୀ ଏମାନେ ଅଛନ୍ତି ଆଉ ସେ ଉପରେ କାମ କଲେ ହିଁ ଠିକ ହବ ଆଉ ସେମାନେ ଭଗବାନଙ୍କ କୃପାରୁ କେମିତି ଆଦିବାସୀର ମାନ୍ୟତା ପାଆନ୍ତୁ ତେବେ ଦେଖିଲି ଯେ ସେମାନଙ୍କର ନାଚ ଦୁରୁଆ ନାଚ ପୁରାପୁରି ପ୍ରସିଦ୍ଧ ଦୁରୁଆ ନାଚ ଆଜି ମଧ୍ୟ ପ୍ରସିଦ୍ଧ ସେଥିପାଇଁ ମୁଁ 2008 ମସିହାରେ ରେଜିଷ୍ଟ୍ରେସନ କରିଥିଲି ଏବଂ ମୋର ଗାଇଡ ଥିଲେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ସାର୍ ବ୍ରହ୍ମପୁର ୟୁନିଭର୍ସିଟିର ବର୍ତ୍ତମାନ ସେ ଅଛନ୍ତି ସଂସ୍କୃତି ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ଏବଂ ପୁରୀର ଶ୍ରୀ ଜଗନ୍ନାଥ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ଅଛନ୍ତି ତେବେ ଯେତେବେଳେ କାମ କଲି 2013 ମସିହାରେ ଡିପୋଜିଟ୍ ହେଲା ଆୱାର୍ଡ ମଧ୍ୟ ପାଇଲି ତାପରେ ଖୁସିର କଥା 2024 ମସିହା ଗତ ବର୍ଷେ ମଧ୍ୟ ହେଇନି ଯେ କେନ୍ଦ୍ର ସରକାର ତାକୁ କଣ କଲେ ନା ଆଦିବାସୀର ମାନ୍ୟତା ଦେଲେ ତେବେ ଗୋଟିଏ ବିଷୟରେ ମୁଁ କାମ କଲି କେବଳ ମୋ ଦ୍ୱାରା ହେଇଛି ବୋଲି ମୁଁ କହୁନାହିଁ ଯେ ସମସ୍ତେ ଚେଷ୍ଟା କରିଛନ୍ତି ଏବଂ ତାଙ୍କ ବିଷୟରେ ମୁଁ ବି କିଛି ଯୋଉ ଗୁଣ୍ଡୁଚି ମୂଷା କାମ କଲା ଭଳିଆ ମୁଁ କାମ କଲି ଏବଂ ପରବର୍ତ୍ତୀ ସମୟରେ ତାହାକୁ ସେଟା ବହି ବି ବାହାରିଲା ଏବଂ 2024 ମସିହାରେ ଆଦିବାସୀର ମାନ୍ୟତା ମିଳିଲା ଦୁରୁଆ ସମ୍ପ୍ରଦାୟକୁ ମିଳିବା ଦ୍ୱାରା ମତେ ବହୁତ ଖୁସି ଲାଗିଲା ଯେ ସେମାନେ ଯାହା ହଉ ସରକାରଙ୍କର ଯାହା ବି ସୁବିଧା ଅଛି ତାହାକୁ ସେମାନେ ପାଇପାରିବେ ତେବେ ୟା ଠାରୁ ବଡ ଖୁସି ଆଉ କଣ ହେଇପାରେ ମତେ ବହୁତ ଖୁସି ଲାଗିଲା ତେବେ ଯେତେବେଳେ 2024 ମସିହାରେ ଏମାନେ ପାଇଲେ ତା ପୂର୍ବରୁ ମୁଁ ଯେତେବେଳେ ତାଙ୍କ ସେଇ ସିରିବେଡା ଗାଁକୁ ଯାଉଥିଲି ସ୍କୁଲକୁ ଯାଉଥିଲି ସେଠିକାର ପିଲାମାନେ ମଧ୍ୟ ସେ ସ୍କୁଲରେ ପଢି ପାରୁନଥିଲେ ବା ଆମ କଲେଜରେ ମଧ୍ୟ ଆମେ ସେ ଯୋଉ ଆଦିବାସୀର ଯେତେବେଳେ ରିଜର୍ଭେସନ ଥିଲା ସେମାନେ ତାଙ୍କୁ ଦିଆଯାଉନଥିଲା କାହିଁକି ନା ସାର୍ଟିଫିକେଟ କାହିଁ ଆଣ ସେମାନେ ଦେଇପାରୁନଥିଲେ ତେବେ ଯେତେବେଳେ ପିଏଚଡି କରିବା ପାଇଁ ରେଜିଷ୍ଟ୍ରେସନ ମଧ୍ୟ କଲି ଏମାନେ ଗୋଟେ ଆଦିବାସୀର ଜନଜାତିର ସେଇ ସମୟରେ ସ୍ୱାଇଁ ସାର୍ ମଧ୍ୟ ମନା କରିଥିଲେ ଯେ 62ଟି ଜନଜାତି ଭିତରେ ଲିଷ୍ଟ କୋଉଠି ତାଙ୍କର ନାଁ ନାହିଁ ସେଥିପାଇଁ ତମେ କାମ କର ବୋଲିକି ସେ କହିଥିଲେ ତେବେ ମୁଁ म्यूट म्यूट ହେଇଯାଇଛି ସଦାନନ୍ଦ ବାବୁ म्यूट ହେଇଯାଇଛି ଅନମ୍ୟୁଟ କରନ୍ତୁ ସାର୍ ଶୁଭିଲା ସାର୍ ଶୁଭୁଛି
ତେବେ 2008 ମସିହାରେ ରେଜିଷ୍ଟ୍ରେସନ କରିଥିଲି। ସେଇ ସମୟରେ ମଧ୍ୟ ଯେତେବେଳେ ରେଜିଷ୍ଟ୍ରେସନ କରିଥିଲି ସେଇ ସମୟରେ ମଧ୍ୟ ବହୁତ ଅସୁବିଧାରେ ସମ୍ମୁଖୀନ ହୋଇଥିଲି ଯେ ଏଇଠୁ ବ୍ରହ୍ମପୁର ଯିବାଟା ଆମ ପାଇଁ ବହୁତ କାଠିକର ପାଠ ଥିଲା 2008 ମସିହାରେ। ତେବେ ସେ ଯାହା ହଉ ପରିଶ୍ରମ କରିକି ମଧ୍ୟ କିଛି ସଫଳ ହେଇଛି, ପରିଶ୍ରମର ଫଳ ମିଳିଛି। ତେବେ ସେହି ଦୁରୁଆ ଜନଜାତି ତାଙ୍କ ବିଷୟରେ ଆଜି ମତେ ଟିକେ କହିବା ପାଇଁ ସୁଯୋଗ ମିଳିଛି। ତେବେ ଏଇ ଯୋଉ ଦୁରୁଆ ଜନଜାତି ଏମାନେ ବିଶେଷ କରି ଛତିଶଗଡ଼ରେ ହିଁ ବହୁତ ଅଛନ୍ତି, ଛତିଶଗଡ଼ ରାଜ୍ୟରେ। ଏବଂ ସେଇ ସମୟରେ ଭୌଗୋଳିକ ସ୍ଥିତି ଏବେ ସିନା ଏଇଟା ହଉଛି କୋରାପୁଟର, ଏଇଟା ହଉଛି କୋରାପୁଟ ଜିଲ୍ଲା, ସେଇଟା ହଉଛି ଆନ୍ଧ୍ର, ଏଇଟା ହଉଛି ଛତିଶଗଡ଼। ସେଇ ସମୟରେ ତ ନଥିଲା ଏ ପ୍ରକାର ଏଇ ଅଞ୍ଚଳ। ତେବେ ୟା ପୂର୍ବରୁ 1936 ମସିହାରୁ ତ ଏ କୋରାପୁଟ ଜିଲ୍ଲା ମଧ୍ୟ ଆନ୍ଧ୍ରରେ ଥିଲା, କିମ୍ବା ସେଇଟା ଛତିଶଗଡ଼ ବୋଲି ଯାହାକୁ କହୁଛୁ ସେଇଟା ମଧ୍ୟ ମଧ୍ୟପ୍ରଦେଶରେ ଥିଲା। ତେବେ ସେଇ ସମୟରେ ସେ ଅଞ୍ଚଳରେ ଥିଲେ ଏବଂ ସେ ପାଖାପାଖି ସେ ଅଞ୍ଚଳରେ ଥିଲେ। ପରବର୍ତ୍ତୀ ସମୟରେ 1936 ହେବା ଦ୍ୱାରା ଏଇଟା ଓଡ଼ିଶାରେ ମିଶିଲା ଏବଂ ଦୁରୁଆ ମାନେ କୋଉଠି ଅଛନ୍ତି ନା ଏଇଠି ବି ଅଛନ୍ତି, କୋଉଠି ନା କୋରାପୁଟ ଜିଲ୍ଲାରେ। ତେବେ ସେ ଯୋଉ ସାବେରୀ ନଦୀ ଅଛି, ନଦୀ ସେପଟେ ବହୁତ ଅଛନ୍ତି ଏବଂ ନଦୀ ଏପଟେ ସାମାନ୍ୟ କମ ପରିମାଣରେ ଅଛନ୍ତି। ତେବେ ଭୌଗୋଳିକ ରାଜନୈତିକ ସ୍ଥିତିରେ ଭୌଗୋଳିକ ଯେତେବେଳେ ଗାର ଟଣାଗଲା ସେଇ ସମୟରେ ଏଇଠି ଅଛନ୍ତି ସେଇଠି ଅଛନ୍ତି କୁହାଯାଉଛି, କିନ୍ତୁ ସେ ପାଖାପାଖି ସେମାନେ ଅଛନ୍ତି, ବିଶେଷ କରି ଛତିଶଗଡ଼ରେ ଏବଂ ନଦୀ ଆରପଟେ, ନଦୀ ଏପଟେ ଗୁପ୍ତେଶ୍ୱର ଯୋଉ ପୀଠ ଅଛି ତାର ପାଦ ଦେଶରେ ଯୋଉ ସାବରୀ ନଦୀ ପ୍ରବାହିତ ହଉଛି ସେଇ ପାଖାପାଖି ସେଇ ଅଞ୍ଚଳରେ ଅଛନ୍ତି ଏବଂ କୁନ୍ଦୁରା ବ୍ଲକରେ ବି ଅଛନ୍ତି। ତେବେ ସେମାନେ ପ୍ରଥମରେ ବିଶେଷ ତାଙ୍କର ମୁଖ୍ୟ ସ୍ଥାନ ହଉଛି ଛତିଶଗଡ଼। ଛତିଶଗଡ଼ରେ ଗୋଟେ ଗାଁ ଥିଲା କାରକାପଦର ବୋଲିକି, ପ୍ରାଚୀନ ଗାଁ। ଏବେ ସେ ଗାଁ ନାହିଁ, ସେଠାରେ ପୂଜା ପାଉଛନ୍ତି ଦେବୀ, କିନ୍ତୁ ଗାଁ ନାହିଁ, ଲୋକମାନେ ବସବାସ କରୁନାହାନ୍ତି। ତେବେ ସେଠାରେ ଦୁରୁଆ ମାନେ ବସବାସ କରୁଥିଲେ, ବାଘ ବଂଶର। ତେବେ ସେମାନେ ପରବର୍ତ୍ତୀ ସମୟରେ ସେ କାରକାପଦରରୁ ସିରିବେଡ଼ା ଆସିଲେ ଏବଂ ସେମାନେ ଶିକାର ପ୍ରିୟ। ଯେମିତିକି ୟା ପୂର୍ବରୁ ଗୋଟେ ଟପିକ ଥିଲା ଯେ ଦୁରୁଆ ସମ୍ପ୍ରଦାୟ ଏବଂ ଗୁପ୍ତେଶ୍ୱର ପୀଠ। ତେବେ ଶିକାର ପ୍ରିୟ ସେମାନେ, ଜଣେ ହଣ୍ଟର ସେ ଶିକାର କରିଥିଲା ଏବଂ ଗୁପ୍ତେଶ୍ୱରଙ୍କୁ ସେ ଦେଖିଥିଲା, ସେଇ ଶିକାରୀ ହେଉଛନ୍ତି ଜଣେ ଦୁରୁଆ। ତେବେ ସେମାନେ ଶିକାର ପ୍ରିୟ, ସେଥିପାଇଁ ସେମାନଙ୍କୁ ଶବର ମଧ୍ୟ କୁହାଯାଏ ଏବଂ ଶବରରୁ ସାବେରୀ ନଦୀ ହୋଇଛି। ତେବେ ଶିକାର ପ୍ରିୟ ସେମାନେ, ତାଙ୍କର ନାଚ ବି ଅଛି, ନାଚ ତ ପ୍ରସିଦ୍ଧ ଦୁରୁଆ ନାଚ। ଆଜି ବି କୌଣସି ସ୍ଥାନରେ ମଧ୍ୟ ଦୁରୁଆ ନାଚକୁ ପ୍ରଥମେ ସେମାନେ ଲୋକମାନେ ଚାହୁଁଛନ୍ତି। ତେବେ ସେଠାରେ ଗୋଟେ ନାଚ ଅଛି, ଭଗବାନଙ୍କୁ ଦେବଦେବୀଙ୍କୁ ଯେତେବେଳେ ପୂଜା କରାଯାଉଛି ସେଇ ସମୟରେ ନାଚ ଉଠୁଏ। ସେ ନାଚର ନାଁ ହଉଛି କୁଲାର ନାଚ। ତେବେ କୁଲାର ନାଚ ଯେତେବେଳେ ହୁଏ ସେଟା ସ୍ୱତନ୍ତ୍ର ସେଇ ନିର୍ଦ୍ଦିଷ୍ଟ ଦିନ ବା ସେଇ ମାସରେ ହିଁ ହୁଏ। ଯୋଉ ଦିନ କୁଲାର ନାଚ ଆରମ୍ଭ ହବ ସେଦିନ ଦିନ 12ଟା 2ଟାରୁ ଆରମ୍ଭ ହବ ଏବଂ ରାତି ପର୍ଯ୍ୟନ୍ତ ଚାଲିବ। ତା ପରଦିନ କେବଳ ରାତିରେ ହିଁ ଚାଲିବ, 8ଟାରୁ 12ଟା ପର୍ଯ୍ୟନ୍ତ କିମ୍ବା ଘଣ୍ଟେ ପର୍ଯ୍ୟନ୍ତ ଏ ପ୍ରକାର ଚାଲିବ। ସେଟା କୌଣସି ଏଇ ଯୋଉ ବାଟରେ ଘାଟରେ କୌଣସି ସ୍ଥାନରେ ସେଟା ସେଇ ନାଚ କରାଯାଏ ନାହିଁ, କେବଳ ଦେବୀଙ୍କ ପୀଠରେ ଦେବୀଙ୍କ ପାଖରେ ସେଇ ନାଚ କରାଯାଏ। ତେବେ ସେ ପ୍ରକାର ନାଚ ଯେତେବେଳେ ହଉଥିଲା କାରକାପଦରରେ କୁଲାର ନାଚ, ତେବେ ଯେତେବେଳେ ନାଚ ହଉଥିଲା ରାତି 10ଟା 11ଟା 12ଟା ଯେତେବେଳେ ହଉଥିଲା, ସେଇ ସମୟରେ ଯେଉଁମାନେ ନାଚ କରୁଥିଲେ ଜଣେ ଅଦୃଶ୍ୟ ହେଇଯାଉଥିଲେ। ଆଜି ନାଚିଲେ ଧରାଯାଉ 30 ଜଣ ନାଚୁଥିଲେ, ସେ ଭିତରୁ
ଉଭା ନେଇ ଯାଉଥିଲେ। ତା ପରଦିନ ଆହୁରି ନାଚୁଥିଲେ, ଆହୁରି ଜଣେ ଉଭା ନେଇ ଯାଉଥିଲେ। ତେବେ କଣ ହେଇଛି କଣ ଏ ପ୍ରକାର ହେଇଛି ବୋଲି ଯେତେବେଳେ ଜାଣିବାକୁ ପାଇଲେ ଯେ ଜଣେ ମାନେ ସେଠିକାର ଦେବୀ ଦ୍ୱାରା ଏମିତି ହଉଛି, ତେବେ ସେମାନେ ଭୟ କରି ସେଠାରେ ଆଉ ରହିଲେ ନାହିଁ କାର୍କାପଦରରେ। କାର୍କାପଦରରୁ ସିଧା ଏମାନେ ପଳେଇ ଆସିଛନ୍ତି ନଦୀ ଡେଇଁକି, ସାବେରୀ ନଦୀ ଡେଇଁକି ଗୁପ୍ତେଶ୍ୱର ପୀଠର ପାଖାପାଖି ଗୋଟେ 3 କିଲୋମିଟର ସେ ପାଖରେ ସିରିବେଡ଼ା ଅଛି, ସେ ସିରିବେଡ଼ାରେ ଆସିକି ରହିଲେ ବାଘ ବଂଶର ଦୁରୁଆ ମାନେ, ଏବଂ ସେଠାରେ ରହି ସେମାନେ ତାଙ୍କର ବସତି ସ୍ଥାପନ କଲେ। ଏବଂ ସେଠାରେ ଆଉ ଥରେ କଣ ହେଇଛି ନା, ସେଇଠି ବାଘ ବଂଶର ତ ଦୁରୁଆ ମାନେ ଆସିଲେ, ତେବେ ନାଗ ବଂଶର ଦୁରୁଆ ମାନେ ମଧ୍ୟ ସେଠାରେ ଥିଲେ, ସେମାନେ ମଧ୍ୟ ସେଠାରେ ରହିଲେ ନାହିଁ। ତେବେ ଯେତେବେଳେ ଜଣେ ସ୍ତ୍ରୀର ମୃତ୍ୟୁ ହେଲା, ସ୍ତ୍ରୀ ଲୋକର ମୃତ୍ୟୁ ହେଇଛି, ସେହି ସମୟରେ କୋଉଠି ତାଙ୍କୁ ସଂସ୍କାର କରାଯିବ, ଏଇଠି କରିବା, ସେ ଗୋଟେ ପାଖ ଗାଁକୁ ନେଲେ ଏଇଠି ସଂସ୍କାର କରାଯିବ, ସେ ଗାଁର ଲୋକମାନେ ମନା କଲେ। ଆଉ ଗୋଟେ ଗାଁକୁ ନେଲେ ସେ ଗାଁରେ ମଧ୍ୟ ସଂସ୍କାର କରିବା ପାଇଁ ସେମାନେ ମଧ୍ୟ ମନା କଲେ। ଆଉ ଗୋଟେ ଗାଁକୁ ମଧ୍ୟ ନେଲେ, ତେବେ ବିଭିନ୍ନ ଏକାଧିକ ଗାଁକୁ ସେମାନେ ନେଇଛନ୍ତି ସଂସ୍କାର କରିବା ପାଇଁ। ତେବେ କୋଉଠି ମଧ୍ୟ ସବୁଠି ନାସ୍ତି ବାଣୀ ଯେ ନାଇଁ ଏଇଠି କର ନାହିଁ। ତେବେ ମନା କରିବାର କାରଣ ହଉଛି ଯେ ସେ ଯୋଉ ମୃତ ସ୍ତ୍ରୀ ଲୋକକୁ ଆଣୁଥିଲେ, ତେବେ ସେ ସ୍ତ୍ରୀ ଲୋକଙ୍କ ପଛରେ ଏବଂ ସେ ଗାଁ ଲୋକଙ୍କ ସାଥିରେ ସେ ଯୋଉ ନାଗ ଦେବତା ଏବଂ ତାଙ୍କ ଗାଁର ଦେବଦେବୀ ପଛକୁ ପଛ ଆସୁଥିଲେ, ଯୁଆଡ଼େ ଗଲେ ସେମାନେ ମଧ୍ୟ ଆସୁଥିଲେ। ତେବେ ଏ ପ୍ରକାର ଯେ ଏବେ ବି ଅଛି ଯେ ସେ ସ୍ତ୍ରୀ ଲୋକକୁ ଯେତେବେଳେ ଆଣୁଥିଲେ ବାଟରେ ଖୋସା ପଡ଼ିଗଲା, ସେଟା ପଥର ହେଇକିରି ଆଜି ମଧ୍ୟ ଅଛି। ତେବେ ପରବର୍ତ୍ତୀ ସମୟରେ ବୁଲି 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 ସେମାନେ ଏଇ ନଦୀ ପାର ହୋଇକି ସିରିବେଡ଼ାକୁ ପହଞ୍ଚିଲେ। ସିରିବେଡ଼ାରେ ଯେତେବେଳେ ପହଞ୍ଚିଲେ, ସେଇଠି ଗୋଟେ ଗୁମ୍ଫା ଅଛି ସିରିବେଡ଼ା ଗାଁ ପାଖରେ, ଆଜି ବି ଅଛି, ରାଉଡ଼ ଗୁମ୍ଫା ବୋଲିକି କୁହାଯାଏ ସେ ଗୁମ୍ଫାକୁ। ସେ ଗୁମ୍ଫାରେ ଯାଇକି ସେ ଯୋଉ ଆସିଥିଲେ ତାଙ୍କ ପଛରେ ଯୋଉ ଆସୁଛନ୍ତି ନାଗ ଦେବତା କି ସେ ଗାଁର ଦେବଦେବୀ, ସେଠାରେ ସେ ରାଉଡ଼ ଗୁମ୍ଫାରେ ବନ୍ଦୀ କଲେ। ଦିଶାରୀ ବା ପୂଜାରୀ ତାଙ୍କୁ ସେଠି ବନ୍ଦୀ କଲେ, ଆଜି ମଧ୍ୟ ପୂଜା ପାଉଛନ୍ତି, ପୂଜା ହଉଛି ସେଠି। ବନ୍ଦୀ କରିକି ସିରିବେଡ଼ାରେ ସେମାନେ ରହିଲେ। ତେବେ ସେହି ସମୟରେ ଭୌଗୋଳିକ ସ୍ଥିତି ଏଇଟା ଏଇ ଜିଲ୍ଲା କି ସେଇ ଜିଲ୍ଲା ସେମିତି କିଛି ନଥିଲା, ତେବେ ସିରିବେଡ଼ାରେ ସେମାନେ ରହିଲେ। ତେବେ ସେ ପାଖର ମୁଖ୍ୟ ଗାଁ ଯାକ ହଉଛି ସିରିବେଡ଼ା, ତାଲୁର, ତଲାଅଡ଼ା, ଫୁଲଚା। ତାଙ୍କର ମୁଖ୍ୟ ଗାଁ, ଗୁଡ଼ାଏ ଗାଁ ଅଛି, କିନ୍ତୁ ଏଇ ମୁଖ୍ୟ ଗାଁ ହଉଛି ସିରିବେଡ଼ା, ତାଲୁର, ତଲାଅଡ଼ା, ଫୁଲଚା। ଏଇ ଗାଁରେ ସେମାନେ ତାଙ୍କର ମୁଖ୍ୟ ଗାଁ। ତେବେ ଏଇ ସ୍ଥାନରେ ରହିଲେ, ପରବର୍ତ୍ତୀ ସମୟରେ ସେମାନେ ଯେହେତୁ ଶିକାର ପ୍ରିୟ, ସେମାନେ ଗୋଟେ ବଣ ମଇଁଷିକୁ ଶିକାର କରିଛନ୍ତି। ବଣ ମଇଁଷି ଯେତେବେଳେ ଶିକାର କଲେ ସେ 4 ଖଣ୍ଡ ଗାଁର ଲୋକ, ଏବଂ ସେ ବଣ ମଇଁଷିକୁ କାଟିକି ନେବା ପାଇଁ, ଭାଗ ବଣ୍ଟା କରିବା ପାଇଁ ସେମାନେ ପ୍ରସ୍ତୁତ ହେଉଥିଲେ। ତେବେ ସେହି ସମୟରେ ଖବର ଆସିଲା କଣ ନା, ତମେ ଯୋଉ ଗାଁରେ ଅଛ ସେ ଜାଗା ଚିହ୍ନଟ ହଉଛି, କାହାର ଗାଁ କେତେ, କାହାର ଗାଁର ପରିସୀମା କେତେ, ଗ୍ରାମ ଚିହ୍ନଟ ହଉଛି, ଆସ ବୋଲିକି ସେଠି ଖବର ଦେଲେ। ତେବେ ଏମାନେ ସେ 4 ଖଣ୍ଡ ଗାଁର ଲୋକମାନେ ସେଠି ସେ ବଣ ମଇଁଷିକୁ କାଟୁଥିଲେ। ତେବେ ଜଣେ ଗୋଟେ ଗାଁର ଲୋକ ସେ କହିଲେ ଯେ, ସେମାନେ କହିଲେ ଯେ ସେ ଯୋଉ ବଣ ମଇଁଷିକୁ ଶିକାର କରିଛନ୍ତି ସେ ସେପଟେ ହିଁ ଟିକେ ଗୁରୁତ୍ୱ ଦେଲେ, ଏବଂ ସେମାନେ ସେ ଗାଁର ଲୋକ କହିଲେ ଯେ ତାଙ୍କୁ ବେଶୀ ବଡ଼ ଗ୍ରାମ ଦରକାର ନାହିଁ। ଯୋଉ କଟୁରୀରେ ସେମାନେ ଯୋଉ କାଟୁଥିଲେ ବଣ ମଇଁଷିକୁ, ସେମାନେ କହିଲେ ଯେ ସେଠି ହିଁ କାଟିକିରି ଦେଖାଇଦେଲେ ଯେ ନାଇଁ ଆମକୁ ବେଶୀ ନାହିଁ, ଏତିକି ହିଁ ଦରକାର, ତାଙ୍କୁ ବେଶୀ ବଡ଼ ଗାଁ ଦରକାର ନାହିଁ। ତେବେ ମଇଁଷିକୁ ଛିର ବୋଲିକିରି କୁହାଯାଏ ଦୁରୁଆ ଭାଷାରେ। ଦୁରୁଆର ସ୍ୱତନ୍ତ୍ର ଭାଷା ଅଛି, ଲିପି ନାହିଁ, କିନ୍ତୁ ସ୍ୱତନ୍ତ୍ର ଭାଷା ଅଛି। ତାଲୁରରେ ଆଜି ମଧ୍ୟ ସେମାନେ ଦୁରୁଆ ଭାଷାରେ କଥାବାର୍ତ୍ତା ହୁଅନ୍ତି। ଗୋବର୍ଦ୍ଧନ ପଣ୍ଡା ସାର୍ ସ୍ୱତନ୍ତ୍ର ଭାବରେ ଲେଖିଛନ୍ତି ଦୁରୁଆ ପାଟା ଓଲାର ପାଟେ ବୋଲିକି।
ତେବେ ମଇଁଷିକୁ ଛିର୍ ବୋଲି କୁହାଯାଏ। ତେବେ ମଇଁଷିକୁ ହିଁ ଗୁରୁତ୍ୱ ଦେଲେ, ସେ ମାଂସକୁ ଗୁରୁତ୍ୱ ଦେଲେ, ସେଥିପାଇଁ ମଇଁଷିର ଦୁରୁଆ ଶବ୍ଦ ହଉଛି ଛିର୍। ସେଥିପାଇଁ ସେ ଗାଁକୁ ଛିର୍ ବେଡ଼ା ବୋଲି କୁହାଗଲା। ଛିର୍ ବେଡ଼ା ପରବର୍ତ୍ତୀ ସମୟରେ ସିର୍ ବେଡ଼ା, ତାପରେ ବର୍ତ୍ତମାନ କୁହାଯାଉଛି ସିରି ବେଡ଼ା, ଯୋଉଠିକି ପ୍ରଥମ ଶ୍ରେଣୀରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠ ପଢୁଛନ୍ତି, ଯୋଉଠିକି ଦୁରୁଆ ପିଲାମାନେ ତାଙ୍କର ଆଦିବାସୀର ସାର୍ଟିଫିକେଟ ନାହିଁ ବୋଲି ପଢୁନଥିଲେ, ଏ ବର୍ଷଠୁ ପଢିବେ। ତେବେ ମଇଁଷିକୁ ଆଶା କରିକି ସେଠାରେ ରହିଗଲେ, ସେଥିପାଇଁ ସେ ଗାଁର ନାଁ ହଉଛି ସିରିବେଡ଼ା। ତେବେ ପ୍ରତି ଗାଁର ପଛରେ ମଧ୍ୟ ଗୋଟେ ଗୋଟେ ଏ ପ୍ରକାର ତାଙ୍କର ନାଁ ସବୁ ଅଛି। ପ୍ରତି ଗାଁ ପଛରେ କିଛି କିଛି କିମ୍ବଦନ୍ତୀ ଅଛି, ନାଁର ପଛରେ ନିଶ୍ଚିତ ଭାବରେ ରହିଥାଏ। ତେବେ ଏଇ ଯୋଉ ସିରିବେଡ଼ାର ନାମକରଣ କେମିତି ହେଲା, ଏ ପ୍ରକାର ହେଇଛି। ତେବେ ଆଉ ଜଣେ କଣ କରିଛି, ଆଉ ଗୋଟେ ଗାଁ ଯେ ସେ ମୁଣ୍ଡ କାଟିକି ନେଇଗଲା ମଇଁଷିର ମୁଣ୍ଡକୁ। ତେବେ ଯେତେବେଳେ ସିଏ କହିଲା ନାଇଁ ନାଇଁ ଆମକୁ ଗାଁ ଟିକେ ବଡ଼ ଦରକାର, ଆମର ଏରିଆ ବଡ଼ ଦରକାର, ଆମର ବେଶୀ ଲୋକ ଅଛୁ, ତେବେ ଯଦି ଏଇଠି କଟାକଟି ଏସବୁ କଲାବେଳକୁ ଡେରି ହବ, ନାଇଁ ଆମେ ପଳେଇବୁ ବୋଲି ସେ ମୁଣ୍ଡ କାଟିକିରି ନେଇଗଲା। ତେବେ ମଇଁଷିର ମୁଣ୍ଡକୁ କୁହାଯାଏ ତେଲ, ଦୁରୁଆ ଭାଷାରେ କୁହାଯାଏ ତେଲ। ତେବେ ତେଲ ବା ତେଲୁର କୁହାଯାଏ, ବା ପରବର୍ତ୍ତୀ ସମୟରେ ତାଲୁର। ଏବେ ବି ଯୋଉ ତାଲୁର ଗାଁଟି ଅଛି ନଦୀ କୂଳରେ, ବହୁତ ବଡ଼ ଗାଁ, ବହୁତ ବଡ଼ ଗାଁ, ଏବଂ ସେ ଗାଁରେ କେବଳ ଦୁରୁଆ ମାନେ ହିଁ ଅଛନ୍ତି। ଏବଂ ଗୋଟିଏ ପରିବାରରେ ମୁଁ ଯାଇଥିଲି, 22 ଜଣ ରହୁଛନ୍ତି। ସିଏ ତାର ପୁଅ ମାନେ, ତାର ପୁଅ ଝିଅ ମାନେ, ଏ ପ୍ରକାର 22 ଜଣ ଅଛନ୍ତି। ବାବୁ କହିଲାରୁ ମୁଁ ସେଠି ଯାଇଥିଲି, ଆଉ ସେଠି ଦୁରୁଆ ପୁଅ ମାନଙ୍କ ପାଇଁ ଗୋଟେ କୁଡ଼ିଆ ରହିଛି ଏବଂ ଝିଅ ମାନଙ୍କ ପାଇଁ ମଧ୍ୟ ଗୋଟେ କୁଡ଼ିଆ ରହିଛି। ସେଇଠି ତାଙ୍କର ସେଟା ଏକ ପ୍ରକାର ବିଦ୍ୟାଳୟ। ନାଚ ଜଣେ ଶିଖିବ, ଗୀତ ଜଣେ ଶିଖିବ, ସେଠି ସେମାନେ ଏକ ପ୍ରକାର ଶିକ୍ଷା ଗ୍ରହଣ ସେମାନେ କରୁଛନ୍ତି। ତେବେ ତେଲୁର ବା ତାଲୁର ବୋଲି ନାଁ ଦେଲେ। ସେ ଏଇଟା ସବୁ ଗୁପ୍ତେଶ୍ୱର ଯୋଉ ନଦୀ ପ୍ରବାହିତ ହଉଛି, ତାର ଯୋଉ ଉପର ମୁଣ୍ଡ ପଟେ ଏସବୁ ଗାଁ ସବୁ ଅଛି। ତାପରେ ଆଉ ଗୋଟେ ଦିଟା ଗାଁର ଲୋକ ଏ ପ୍ରକାର କଲେଣି। ତୃତୀୟ ଗାଁର ଲୋକ ସେ କଣ କରିଛି ନା, ସେ ଦେଖିଛି ଯେ ଆଉ ତାକୁ ମଧ୍ୟ ଗାଁ ଦରକାର, ଟିକେ ବଡ଼ ଦରକାର ବୋଲି ସେ କଣ କରିଛି ନା, ଏଇ ଯୋଉ ମଇଁଷିର ଚମଡ଼ାକୁ ସେ କାଟିକିରି ନେଇଯାଇଛି। ତେବେ ଚମଡ଼ାକୁ କୁହାଯାଏ ତଲ ଦୁରୁଆ ଭାଷାରେ। ତେବେ ତଲ ବା ତଲା ଅଡ଼ା ବୋଲିକିରି ଆଉ ଗୋଟେ ଗାଁ ଅଛି। ଏଇ ଯୋଉ ଗାଁ ଅଛି ତଲା ଅଡ଼ା, ସେଟା ନଦୀ ଆରପଟେ। ନଦୀ ଆରପଟେ ହେଇଗଲା ଛତିଶଗଡ଼, ନଦୀ ଏପଟେ ହୋଇଯାଉଛି ଓଡ଼ିଶା। ତେବେ ୟା ପୂର୍ବରୁ 2023 ମସିହାରୁ ବଡ଼ ଅସୁବିଧା ହଉଥିଲା। ସେଠିକାର ଝିଅ ଯେତେବେଳେ ଛୋଟରୁ ବଡ଼ ହଉଥିଲା ଏବଂ ବାହା ହେଇକିରି ଯେତେବେଳେ ଆମର କୋରାପୁଟ ବା ବୈପାରିଗୁଡ଼ାରେ ବାହା ହଉଥିଲା ବ୍ଲକରେ, ସେଇ ସମୟରେ ତାର ST ମାନ୍ୟତା ହରଉଥିଲା। ଏବଂ ଏଠିକାର ଦୁରୁଆ ଝିଅ ଯେତେବେଳେ ସେ ନଦୀ ଡେଇଁକିରି ସେପଟେ ବାହା ହଉଥିଲା, ସେଇ ସମୟରେ ସେ ଆଦିବାସୀର ମାନ୍ୟତା ପାଉଥିଲା। କୋଉ ପ୍ରକାର ସେ ବ୍ୟବସ୍ଥା ଥିଲା, କିନ୍ତୁ ସେ ସମସ୍ୟା ସମାଧାନ ହେଇଛି। ତେବେ ତୃତୀୟ ଗାଁ ହଉଛି ତଲାଅଡ଼ା। ଏ ପ୍ରକାର ମାନେ ୟା ପଛରେ ଏ ପ୍ରକାର ଇତିହାସ ଅଛି। ଆଉ ଗୋଟେ ଗାଁ ହଉଛି କଣ ନା, ସେ କିଛି ଛିଣ୍ଡେଇକିରି ନେଇଯାଇଛି ସେ ମଇଁଷିର, କିଛି ବଣ ମଇଁଷିର ମାଂସକୁ। ତେବେ ଛିଣ୍ଡେଇବାକୁ କୁହାଯାଏ ଫୁଟତେଡ଼, ଦୁରୁଆ ଭାଷାରେ କୁହାଯାଏ ଫୁଟତେଡ଼। ତେବେ ପରବର୍ତ୍ତୀ ଏବେ ବି ଅଛି, ସେ ଗାଁର ନାଁ ହଉଛି ଫୁଟତେଡ଼। ତେବେ ତଲାଅଡ଼ା ଫୁଟତେଡ଼ ଏଇଟା ହଉଛି ଛତିଶଗଡ଼ରେ, ଆଉ ସିରିବେଡ଼ା ତାଲୁର ହଉଛି ଆମର କୋରାପୁଟ ଜିଲ୍ଲାରେ ବୈପାରିଗୁଡ଼ା ବ୍ଲକରେ ଅଛି। ତେବେ ଏମିତି ତାଙ୍କର ଗାଁର ନାଁ ସିରିବେଡ଼ା, ଯୋଉଟାକି ସିରିବେଡ଼ା ଯେତେ ସବୁ ଦୁରୁଆ ନାଚ ପ୍ରାୟତଃ ସିରିବେଡ଼ାରୁ ହିଁ ଯାଉଛି, କଲିକତା ପର୍ଯ୍ୟନ୍ତ ଯାଉଛି, ବମ୍ବେ ଯାଉଛି, ଆମର ଭୁବନେଶ୍ୱର ଯାଉଛି। ତେବେ ସେମିତି କେନ୍ଦୁଗୁଡ଼ା ବୋଲି ଅଛି, କେନ୍ଦୁ ଗଛ ବହୁତ, ମୁଁ ବି ଯାଇଛି ସେ ପାଖରେ।
से गाँ को भी जाइछि बाहाघर मध्य तांकर अटेंड ହେଇछि केन्दुगुड़ा बोली अछि जोटी की दुरुआ माने ही अछंती आ माଳ ହେଇକିରି ଅଛି ସେଥିପାଇଁ ତାକୁ ଉଇମାରି ଗୁଡ଼ା କୁହାହଉଛି ଆଉ ଚିଲି ବହୁତ ଅଛି ଚିଲି ମାଳ ସେଥିପାଇଁ ତାର ଗାଁ ନା ରଖା ହେଇଛି ଚିଲି ପଦାର ଆଉ ପ୍ରଥମରେ କନ୍ଧମାନେ ଥିଲେ କନ୍ଧମାନେ ଥିବା ଯୋଗୁ ସେ ଗାଁର ନାଁ କୁହାଯାଇଛି କନ୍ଦଗୁଡ଼ା ଆଉ ବୀରଖମ୍ବ ମହାପ୍ରଭୁକୁ ପୂଜା କରୁଥିଲେ ପାତାଳ ଦେଈଙ୍କୁ ପୂଜା କରୁଥିଲେ ସେଥିପାଇଁ ସେ ଗାଁର ନାଁ ହେଉଛି ପୂଜାରୀପୁଟ ଆଉ ପ୍ରଥମରେ ମାଳି ମାନେ ରହୁଥିଲେ ଏବେ ସେଠି ନାହିଁ ଦୁରୁଆ ମାନେ ଅଛନ୍ତି ସେଥିପାଇଁ ସେ ଗାଁର ନାଁ ହୋଇଛି ମାଳିପଦା ତେବେ ଆଉ ଗୋଟେ ସେ ପାଖରେ ଅଛି ଘୋଡ଼ାଘାଟ ମାନେ ଏତେ ବଡ଼ ନଦୀ ଅଛି ସେ ନଦୀରେ ଯୋଉ ଡଙ୍ଗା ଯାକ ଅଛି ଡଙ୍ଗାରେ କୁଆଡ଼େ ଶଗଡ଼କୁ ପାରି କରାଯାଉଥିଲା ଶଗଡ଼କୁ ମଧ୍ୟ ପାରି କରାଯାଉଥିଲା ଶଗଡ଼କୁ କୁହାଯାଏ ଦୁରୁଆ ଭାଷାରେ ଗାଡ଼ା ସେଥିପାଇଁ ଗାଡ଼ାଘାଟ କୁହାଯାଉଥିଲା ଏବେ ଘୋଡ଼ାଘାଟ ବୋଲିକି ତା ନାଁ ଏବେ ବି ଅଛି ଆଉ ଗୋଟେ ଗୟଳ ଶିକାର କରାହେଇଛି ସେଥିପାଇଁ ଗୟଳ କୁଣ୍ଡ ହେଇଛି ଖୁନ୍ଦି ମୁଣ୍ଡା ମାନେ ସେଠାରେ ଥରେ ଗୋଟେ ବଡ଼ ମାନେ ରାଜା ରାଜୁଡ଼ାର ସମୟ ସେଇଠି ଆଡ଼ିମୁଣ୍ଡା କରିଥିଲେ ରାଜା ତେବେ ସେଠି ଯେବେ ସେ ମାଛ ଧରାଯିବ ତେବେ ସେଠିକାର ପାଣି ଗୋଳିଆ ହେଲେ ଆମର ଏ ଓଡ଼ିଶା ଭିତର ବୈପାରିଗୁଡ଼ା ଭିତର କୂଅ ବି ଗୋଳିଆ ହଉଥିଲା ସେଥିପାଇଁ ତାର ନାଁ ରଖା ହେଇଛି ଖୁନ୍ଦି ମୁଣ୍ଡା ଥରେ ସେଇ ମୁଣ୍ଡା ବା ହିଡ଼ ଦେଇକି ଗୋଟେ ଶଗଡ଼ ଯାଉଥିଲା ଶଗଡ଼ ଗଲାବେଳେ କ'ଣ ଗୋଟେ ଅଘଟଣ ଘଟିଲା ଏବଂ ଶଗଡ଼ ଭାଙ୍ଗି ରୁଜି ଗଲା ସେଠାରେ ଏବଂ ସେଇଠି ସେ ଯୋଉ ପାଣି ଯୋଉଠି ଅଛି ସେଠାରେ ପଡ଼ିଗଲା ତେବେ ସେ ଶଗଡ଼ର କିଛି ଅଂଶ ଏପଟେ ଆମର ଓଡ଼ିଶାର ମାନେ ବୈପାରିଗୁଡ଼ାର ଏଇ ଯୋଉ କୂଅରେ ବାହାରିଲା ସେଥିପାଇଁ ସେ ଗାଁକୁ କୁହାଯାଉଛି ମୁର୍ଜାଚୁଆ ମୁର୍ଦି ଜବା ମୁର୍ଦି ମାନେ ଓଲଟିବା ଜବା ମାନେ କୂପ ଓଲଟିବା କୂପ ମୁର୍ଦି ଜବାରୁ ମୁର୍ଦି ଜୁବା ତାପରେ ମୁର୍ଜା ଚୁଆଁ ହେଇଛି ତେବେ ତାଙ୍କ ଗାଁ ଏଇ ଯୋଉ ଗାଁ ଯାକ ଅଛି ଏବଂ ଗାଁ କାହିଁକି କେମିତି କୋଉ ପ୍ରକାର ତାଙ୍କର ନାଁ ଅଛି କାହିଁକି ହେଲା ୟା ପଛରେ ମଧ୍ୟ କେତେ ସୁନ୍ଦର ସୁନ୍ଦର କାହାଣୀ ସବୁ ଭର୍ତ୍ତି ହେଇକିରି ଅଛି ତାଙ୍କର ପରିବାର ଅଛନ୍ତି ପରିବାର ଭିତରେ କେମିତି ମୁଁ ତାଲୁରରେ 10-12 ଦିନ ରହିଥିଲି ଜଗନ୍ନାଥ ଦୁରୁଆଙ୍କ ଘରେ ସେ ଗାଁର ସେ ଜଣେ ବଡ଼ ଧନୀ ବ୍ୟକ୍ତି 200-300 ଏକର ଜମି ସେ ଚାଷ କରୁଥିଲେ ସେଇ ସମୟରେ ବାହାଘରରେ ବି ମତେ ତାଙ୍କର ପୁଅ ବାହାଘରରେ ବି ଡକାଇଥିଲେ ତେବେ ଗୋଷ୍ଠୀ ତାଙ୍କର ମାନେ ମୁଖିଆ ଜଣେ ମୁଖ୍ୟ ରହିଛନ୍ତି ସିଏ ତାଙ୍କର ସାନ ଭାଇ ସେଠାରେ ରହୁଛନ୍ତି ତାଙ୍କର ନିଜ ପୁଅ ଝିଅ ମାନେ ବି ରହୁଛନ୍ତି ତାଙ୍କର 3ଟି ପୁଅ ସେ ଗୋଟିଏ ପରିବାରରେ ଥିଲେ ଏବଂ ମୁଁ ସେଠାରେ ବି ରହିଲି 10 ଦିନ ଖଣ୍ଡେ ରହିକିରି ଗୁଡ଼ାଏ କଥା ମଧ୍ୟ ଜାଣିଲି ଏବଂ ତାଙ୍କର କୃଷି ଭିତରେ ଧାନ ସୁଆଁ ଅଳସୀ କୋଳଥ ମାଣ୍ଡିଆ ବିରି କାନ୍ଦୁଲ ସୋରିଷ ଏସବୁ ତାଙ୍କର ଚାଷ ତେବେ କୃଷିକୁ ନେଇକରି ତାଙ୍କର ଜୀବିକା ଅର୍ଜନ କରୁଛନ୍ତି ତତ୍ ସହିତ ତାଙ୍କର ଅନ୍ୟ ଏକ କାମ ହେଉଛି କ'ଣ ନା ବାଉଁଶ କାରିଗର ବାଉଁଶରେ ସେମାନେ ବିଭିନ୍ନ ପ୍ରକାର କୁଲା ଡାଲା ଟୋକେଇ ବିଭିନ୍ନ ପ୍ରକାର ସେମାନେ କରନ୍ତି କରିକି ସେମାନେ ସେ ପାଖର ହାଟକୁ ନିଅନ୍ତି ଆଉ ବାଉଁଶର ମଧ୍ୟ ଅଭାବ ନାହିଁ ତେବେ ଯେତେବେଳେ ଆମର ରାମଗିରିରେ ମଙ୍ଗଳବାର ହାଟ ବସୁଛି ସେଇଠି ଦୁରୁଆ ମାନେ ଆସନ୍ତି ମଙ୍ଗଳବାର ଦିନ ତାଙ୍କର ବେଶଭୂଷାରେ ମଧ୍ୟ ଆସନ୍ତି ଏବଂ ସେଠାରେ ବିଭିନ୍ନ ପ୍ରକାର ଏ ଯୋଉ କୁଲା ଡାଲା ଏସବୁ ତାଙ୍କର ଯାହା ବି କୁକୁଡ଼ା କି କନ୍ଦା ହଉ କି ମାଟିର ଯାହା କନ୍ଦା ହଉ କି ସେ ସବୁ ଆଣିକି ସେଠାରେ ବିକ୍ରି କରନ୍ତି ତେବେ ଏ ହେଉଛି ତାଙ୍କର ଜୀବିକା ଏବଂ ତାଙ୍କର ଯଦି ତାଙ୍କର ରୀତିନୀତି ପାରିବାରିକ ବା ସେ ଯଦି ରୀତିନୀତି ଦେଖିବା
ଆଉ ଗୋଟେ ତାଙ୍କର ବି ଯୋଉ ଗାଁ ମାନଙ୍କର ନାଁ ଯେମିତି ରହିଛି ତା ପଛରେ ଗୋଟେ ଗୋଟେ କାହାଣୀ। ଆଉ ଗୋଟେ ସେ ପାଖର ଏଇ ଯୋଉ ସାବେରୀ ନଦୀର ମଧ୍ୟ କାହାଣୀ ସେମାନେ କହିଥିଲେ ଯେ ଏଇ ଯୋଉ ସେଇ ନଦୀ ହିଁ ସାବେରୀ ନଦୀ ହିଁ ଯେତେବେଳେ ତଳ ପଟେ ପ୍ରବାହିତ ହେଇଛି ସେଇଟା ସାବେରୀ ନଦୀ, କିନ୍ତୁ ତା ପୂର୍ବର ଯୋଉ ଉପରେ ଅଛି ସେଇଟା ହଉଛି କୋଲାବ ନଦୀ। ତେବେ କୋଲାବ ନଦୀ ଏବଂ ଇନ୍ଦ୍ରାବତୀ ନଦୀ, କୋଲାବ ନଦୀ ଇନ୍ଦ୍ରାବତୀ, କୋଲାବ ଏବଂ ଇନ୍ଦ୍ରାବତୀ ଦୁଇ ଭାଇ ଭଉଣୀ। ଇନ୍ଦ୍ରାବତୀ ଭଉଣୀ ବଡ଼ ଏବଂ କୋଲାବ ଭାଇ ସାନ। ତେବେ ବଣ ଭିତରେ ଯେତେବେଳେ ରହିଛନ୍ତି ସେଇ ସମୟରେ ଯେତେବେଳେ ରହିଛନ୍ତି ସେ ସାନ ଭାଇ କୋଲାବ ଶୋଇଛି, ବଡ଼ ଭଉଣୀ ଇନ୍ଦ୍ରାବତୀ ଉଠିଛି ଏବଂ ସେ କଣ କରିଛି ଧୀରେ ସେ ଜାଗା ଛାଡ଼ିକିରି ପଳେଇଛି। ବଡ଼ ଭଉଣୀ ଇନ୍ଦ୍ରାବତୀ ସେ ଯାଇଛି ଯୋଉ ପଟେ ସମତଳ ଅଛି ଯୋଉ ପଟେ ଇଏ ଅଛି ସେ ଚାଲିଛି। ପରବର୍ତ୍ତୀ ସମୟରେ ଯେତେବେଳେ କୋଲାବ ତାର ନିଦ ଭାଙ୍ଗିଛି, ଉଠିକି ଦେଖିଛି ଯେ ଭଉଣୀ ଅଛି ନା ନାହିଁ। ଦେଖିଲା ବେଳକୁ ପାଖରେ ବଡ଼ ଭଉଣୀ ତାର ନାହିଁ। ତାପରେ ଖୋଜିଛି, ଏଇଠି ଖୋଜିଛି, ସେଇଠି ଖୋଜିଛି, ସେଇଠି ଖୋଜିଲା, ଆହୁରି ଦୂରକୁ ଗଲା, ଆହୁରି ଦୂରକୁ ଯାଇଛି, ଆହୁରି ଯାଇଛି। ଯିବା ଦ୍ୱାରା ସେ ତା ବଡ଼ ଭଉଣୀକୁ ସେ ପାଇନାହିଁ। ପରବର୍ତ୍ତୀ ସମୟରେ ସେ କାନ୍ଦି କାନ୍ଦି ଧାଇଁ ବୁଲିଛି ଏବଂ ସେ ଯାଇକିରି ମିଶିଛି। ତେବେ ଏଇଠି କଣ ହେଇଛି ନା ଯେତେବେଳେ ଇନ୍ଦ୍ରାବତୀ ନଦୀ କେବଳ ସମତଳ ଅଞ୍ଚଳରେ ହିଁ ଯାଇଛି, ବଣ ଅଞ୍ଚଳରେ ଯାଇନାହିଁ। ଇଏ ଖୋଜିଛି କୁଆଡ଼େ 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 ତାର ମାନେ ଭଉଣୀକୁ ଖୋଜିଛି। ସେଥିପାଇଁ କୋଉ ବଣ ପାହାଡ଼ ଦୁର୍ଗମ ଅଞ୍ଚଳ କାନ୍ଦି କାନ୍ଦି ଯାଇଛି, ଯାହାର କାନ୍ଦ କି ଆଜି ମଧ୍ୟ ଶବ୍ଦାୟମାନ ବୋଲି ସେମାନେ କହୁଛନ୍ତି। ସିରିବେଡ଼ାରେ ଯେତେବେଳେ ଯଦି ଆମେ ରହିବା ସେ ଗାଁରେ ସନ୍ଧ୍ୟା 5ଟା ବେଳେ ମଧ୍ୟ ସେ ନଦୀର ପାଣି କୁଳୁ 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 ଏତେ ଶବ୍ଦ ହଉଛି ଯୋଉଟାକୁ ସେମାନେ କହୁଛନ୍ତି ଯେ ଇଏ ତାର ସାନ ଭାଇ ତାର କାନ୍ଦ ସେ ଖୋଜୁଥିଲା, ସେଥିପାଇଁ ତାର କାନ୍ଦ ଆଜି ବି ଅଛି। ତେବେ ଦିଟା ନଦୀ ନେଇକିରି କେତେ ସୁନ୍ଦର ସେମାନଙ୍କର ଯୋଉ କିମ୍ବଦନ୍ତୀ ଅଛି। ବହୁତ ମାନେ ଏ କଥା ଶୁଣିକି ମତେ ଆଶ୍ଚର୍ଯ୍ୟ ଲାଗିଥିଲା। ତେବେ ଏ ପ୍ରକାର ମଧ୍ୟ ସେମାନେ କହିଥିଲେ। ତେବେ ତାଙ୍କର ପାରିବାରିକ ଯୋଉ ରୀତିନୀତି ବି ଅଛି, ପୁଅ କିମ୍ବା ପୁଅ ଝିଅ ଯୋଉ ତାଙ୍କର ଯଦି ବା ଜନ୍ମ ନିଅନ୍ତି, ଯେତେବେଳେ ଶିଶୁଟିଏ ଜନ୍ମ ହୁଏ, ଯଦି ଶିଶୁଟି ଯଦି ଜନ୍ମ ହେଲା, ପୁଅଟେ ଯଦି ଜନ୍ମ ହେଲା, ତାର ନାଭି କାଟିବେ ତୀରରେ, ଧନୁ ସରର ତୀରରେ କାଟିବେ। ଏବଂ ଝିଅଟିଏ ଯଦି ଜନ୍ମ ହେଲା ତେବେ ତାର ନାଭି କାତିରେ କାଟିବେ। ତେବେ ୟା ପଛରେ ବି ବଡ଼ କାରଣ ଅଛି। ମୁଁ ପଚାରିଥିଲି ଏଇଟା କଣ ପାଇଁ, ଯେ ପୁଅ ପିଲା ସେ ଯଦି ଯେତେବେଳେ ବଡ଼ ହବ ତେବେ ତାର କାମ ହଉଛି ଧନୁ ତୀରର କାମ। ସେଥିପାଇଁ ତାର ନାଭିକୁ ତୀରରେ କଟା ଯାଉଛି। ଏବଂ ଯେତେବେଳେ ଝିଅଟିଏ ବଡ଼ ହଉଛି ତେବେ ତାର କାମ ହଉଛି କଣ ନା କାତିର କାମ, ପନିପରିବା କଟାକଟି କରିବ, ତରକାରୀ କରିବ। ସେଥିପାଇଁ ତାର ନାଭିକୁ କାତିରେ କଟା ଯାଉଛି। ତେବେ ଯେତେବେଳେ ଏ ପ୍ରକାର ପଛରେ ୟା ପଛରେ ବି ଏମିତିଆ ଗୁଡ଼ାଏ କାରଣ ଅଛି। ପିଲା ଯେତେବେଳେ ପୁଅ ଝିଅ କେତେବେଳେ ବାହା ହୁଅନ୍ତି ନା, ପୁଅ କେତେବେଳେ ସେ ବାହା ହବ ନା ସେ ଯେତେବେଳେ ଯୋଗ୍ୟ ହେବ, ସେ କାମ କରିପାରିବ, କାମ ଦାମ କରିପାରିବ, ଘର ବାନ୍ଧି ପାରିବ, କମେଇ ପାରିବ, ଚାଷ କରିପାରିବ, ହଳ କରିପାରିବ, ଯେତେବେଳେ ତାର ଯଦି ଜ୍ଞାନ ଉଦୟ ହେଲା ସେଇ ସମୟରେ ସେ ବିବାହ କରିବ। ଝିଅ ମଧ୍ୟ ସେ ପ୍ରକାର। ତେବେ ତାଙ୍କର ଆର୍ଥିକ ସ୍ଥିତି ଯଦି ବା ଏତେ ଭଲ ନାହିଁ, କିନ୍ତୁ ସେମାନେ ଏଇ ଯୋଉ ଧନ ନାହିଁ କି ଇଏ ନାହିଁ ବୋଲି ଏତେ ବି ଦୁଃଖ କରନ୍ତି ନାହିଁ। ଅନେକ ଲୋକ ଅଛନ୍ତି ଧନ ଥାଇକିରି ମଧ୍ୟ ଆହୁରି ଧନ ହେଲେ ହେଇଥାନ୍ତା ବୋଲିକିରି ଦୁଃଖରେ ରୁହନ୍ତି। କିନ୍ତୁ ସେମାନେ ଯଦି ବା ସେତେ ଧନୀ ନୁହନ୍ତି, କିନ୍ତୁ ସେମାନେ ଦୁଃଖ ପ୍ରକାଶ କରନ୍ତି ନାହିଁ। ଯେତେବେଳେ ସେମାନଙ୍କର ଯୋଗ୍ୟତା ଆସେ ସେହି ସମୟରେ ତାଙ୍କର ବାହାଘର ହୋଇଥାଏ ଏବଂ ଯେତେବେଳେ ଜଣେ ଲୋକ ଇହଧାମ ତ୍ୟାଗ କରନ୍ତି, ସେହି ସମୟରେ ତାଙ୍କର ଦଶାହ କ୍ରିୟା କରିବା ପାଇଁ, ଯେଉଁମାନେ କି ଗରିବ ଲୋକ
ସେମାନେ 6 ମାସ ପରେ ବି କରୁଥିଲେ, ବର୍ଷେ ପରେ, 2 ବର୍ଷ ପରେ ଏ ପ୍ରକାର ମଧ୍ୟ କରନ୍ତି। ତେବେ ଯେତେବେଳେ ଧରାଯାଉ ଜଣେ ବ୍ୟକ୍ତି ଗୋଟିଏ ପରିବାରର ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥାଏ, ପରବର୍ତ୍ତୀ ସମୟରେ ତାର ପୁଅ କିମ୍ବା ନାତିର ବାହାଘର ଅଛି, ତେବେ ସେଇଠି କ'ଣ କରାଯାଉଛି ଯେ ସେ ପ୍ରଥମରେ ସେ ଦୁଃଖର କାମ ସାରିକି ହିଁ ଏ ବାହାଘର କରିବ। ଆଉ ସେ ଦୁଃଖର କାମ ସେ ଯେଉଁ ଦଶା କ୍ରିୟା ତାର ଜେଜେବାପା କି କାହାର ଯଦି ହେଇନଥିବ, ଇଆଡ଼େ ବାହାଘର ସେ ଶୁଭ କାମ କରିପାରିବ ନାହିଁ। ତେବେ ସେ ଗୋଟେ ଥର କରେ, ମାନେ ସେ ଦଶା କାର୍ଯ୍ୟ ଯଦି ଆଜି ସାରିଦେବ, ଆସନ୍ତାକାଲି ତାର ପୁଅ କି ନାତିର ବାହାଘର ହବ। ତେବେ ଏଥିରୁ ଜଣାପଡ଼ୁଛି ଯେ ନିଶ୍ଚିତ ଭାବରେ ତାଙ୍କର ଆର୍ଥିକ ସ୍ଥିତି ଏତେ ସ୍ୱଚ୍ଛଳ ନାହିଁ, ତଥାପି ସେମାନେ ସୁଖରେ ଏବଂ ଶାନ୍ତିରେ ରୁହନ୍ତି। ଦୁରୁଆ ସମ୍ପ୍ରଦାୟ ଏକ ଶାନ୍ତିପ୍ରିୟ ଜାତି। ସେମାନେ ୟାକୁ ତାକୁ କାହାକୁ ଏମିତି ଗଣ୍ଡଗୋଳ ଏସବୁ ମାରଧର କରନ୍ତି ନାହିଁ। ଯଦି ବା କୌଣସି ଯାନି ଯାତ୍ରା ହଉଥାଏ, ଯଦି କିଏ ଯଦି ଗଲା ସାଇକେଲ ନେଇଛି କି କ'ଣ କରିଛି, ସେ ସାଇକେଲ ଯଦି ସେଠି ରହିଛି ଏବଂ ଛାଡ଼ିକିରି ପଳେଇ ଆସିଲେ ମଧ୍ୟ 2-4 ଦିନ ପରେ ତାର ଦିନ ମଧ୍ୟ ସେଠାରେ ଯାଇକିରି ସେ ଆଣିବ। କିନ୍ତୁ ବିଶେଷ କରି ସେମାନେ କେହି ନିଅନ୍ତି ନାହିଁ, ଚୋରି ନାହିଁ। ଏବଂ ଗାଁ ମାନଙ୍କର ସେ ଏରିଆରେ ଚୋରି ହାରି ନାହିଁ, ମୋଟେ ନାହିଁ। ଥରେ ଯଦି କ'ଣ ହେଇଥିଲା, କୋଉଠି ହେଇଥିଲା, ପୁଣି କିଏ ଚୋରି ନଥିଲା, କ'ଣ ବୋଲି ହେଇଥିଲା, ଇଏ ଦୁରୁଆ କ'ଣ କରିଛି ନା ଗୋଟେ ତୀର ମାରିଛି, ଗୋଟେ ତୀର ମାରିଛି ଯେ ତାର ଗୋଡ଼ରେ କି ଛାତିରେ ବାଜିଲା। ସେବେଠୁ ସେ କଥା ଶୁଣିବା ଦିନଠୁ ସେ ଚୋରମାନେ ମଧ୍ୟ ସେଠି ନାହିଁ। ମୂଳରୁ ତ ସେମାନେ ସେ ପ୍ରକାର କାମ କରନ୍ତି ନାହିଁ, ଚୋରି ହାରି କରନ୍ତି ନାହିଁ। ଅନ୍ୟ ଜାତିର ଲୋକ, ଅନ୍ୟ ଯଦି ଚୋରମାନେ ସେଠି କେବେ କିଏ ଯାଇଥିଲେ, ଏ ପ୍ରକାର ଘଟଣା ଘଟିଛି। ସେଥିପାଇଁ ଚୋରି ମଧ୍ୟ ସେଠାରେ ନାହିଁ। ତେବେ ତାଙ୍କର ଲୋକ ବିଶ୍ୱାସ ମଧ୍ୟ ରହିଛି, ଯେ ଗୁଣିଗାରେଡ଼ି ମଧ୍ୟ ରହିଛି, ଯେ ଏ ପ୍ରକାର ଅଛି, ଏ ପ୍ରକାର ଇଏ କରନ୍ତି। ବା ଆଗରେ ନାଁ ଦଉଥିଲେ, କୋଉ ବାରରେ ଜନ୍ମ ହେଇଛି ସେ ବାର ଅନୁସାରେ ନାଁ ଦଉଥିଲେ, କୋଉ ମାସରେ ଜନ୍ମ ହେଇଛି ସେ ମାସ ଅନୁସାରେ ନାଁ ଦଉଥିଲେ। ଦଶହରା ମାସରେ ଜନ୍ମ ହଉଥିଲେ ଦଶରୁ ବୋଲିକିରି ନାଁ ଦଉଥିଲେ, ଚୈତ୍ର ମାସରେ ଜନ୍ମ ହେଇଥିଲେ ଚୈତୁ ବୋଲି ନାଁ ଦଉଥିଲେ, ଏବଂ କୋଉ ବାରରେ ମଙ୍ଗଳବାରରେ ଜନ୍ମ ହେଇଥିଲେ ମଙ୍ଗଳା ବୋଲିକିରି ମଧ୍ୟ ନାଁ ଦଉଥିଲେ, ମଙ୍ଗଳା। ଏବେ ସିରିବେଡ଼ାରେ ମଙ୍ଗଳା ବୋଲିକି ମଙ୍ଗଳା ଦୁରୁଆ, ଏସବୁ ମତେ ଯେଉଁ ଗୁଡ଼ାଏ ଡାଟା ଦେଇଛି ମଙ୍ଗଳା ଦୁରୁଆ। ତେବେ ଏଇ ବାର ଦିନ ଜନ୍ମ ହେଇଥିଲେ ମଙ୍ଗଳା, ଯଦି ସୋମବାର ଦିଆ ହେଇଥିଲେ ସୋମାରୁ କି ଏ ପ୍ରକାର ନାଁ ଦଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ବି ଡରୁଛନ୍ତି ଯେ ନାଇଁ, ବାର ଅନୁସାରେ ଯଦି ତାର ନାଁ ଯଦି ଦିଆଯାଏ, ତେବେ କାଳେ ଗୁଣିଗାରେଡ଼ି ଏମିତିଆ କରିଦେବେ କି ସେମିତିଆ କରିବେ କି ହଇରାଣ ହରକତ କରିବେ ବୋଲେ ଏବେ ନାଁ ଦଉନାହାନ୍ତି, ମାନେ ବାର ଅନୁସାରେ ନାଁ ଦଉନାହାନ୍ତି। କିନ୍ତୁ ବାର ଅନୁସାରେ ନାଁ ଦଉଥିଲେ, ମାସ ଅନୁସାରେ ମଧ୍ୟ ନାଁ ଦଉଥିଲେ। ତେବେ ଦୁରୁଆ ଜନଜାତିର ବଡ଼ ଶବ୍ଦକୋଷ ଅଛି, ତାଙ୍କର ମଧ୍ୟ ଶବ୍ଦ ଅଛି, ତାଙ୍କର ମଧ୍ୟ ଗୀତ ଅଛି, ତାଙ୍କର ମଧ୍ୟ ନାଚ ଅଛି। ନାଚ ତ ଦୁରୁଆ ନାଚ ଏତିକି କୋଉ ସମ୍ପ୍ରଦାୟରେ ମୁଁ ବୋଧେ ନାହିଁ, ବା ସ୍ୱତନ୍ତ୍ରତା ବା ଏତେ ଆକୃଷ୍ଟ ନାହିଁ। ଏତେ ମାନେ ଦୁରୁଆ ସମ୍ପ୍ରଦାୟ ବା ଦୁରୁଆ ନାଚ ହଉଛି ମାନେ ସମସ୍ତେ ସେଠାରେ ଯିବେ, ଦେଖୁଛନ୍ତି, ମାନେ ସେତେ ଗୁରୁତ୍ୱପୂର୍ଣ୍ଣ ନାଚ ହେଇଛି। ଆଜିକାଲି ଯେମିତିକି ଛିରେ ନନେଇଛି ଯେମିତି ଇଏ ହେଇଛି। ତେବେ ଏଇଟା ଦୁରୁଆ ନାଚକୁ ସମସ୍ତେ ଆଜି ମଧ୍ୟ ଆପଣେଇ ନେଇଛନ୍ତି। ବିଭିନ୍ନ ଏବେ ଏଇଟା ଚାଲିଛି ମାଘ ମାସ, ମାଘ ମଣ୍ଡେଇ। ମାଘ ମଣ୍ଡେଇ ଥରେ ଯାଇଥିଲି ନଦୀ ଡେଇଁକି ନେତାନାର ବୋଲିକି, ନେତାନାରରେ ମାଘ ମଣ୍ଡେଇ ହଉଥିଲା। ସେଇଠି ଯେତେ ସବୁ ଦୁରୁଆ, ସେ ଅଞ୍ଚଳର ପୁରା ସମସ୍ତ ଦୁରୁଆ ସେଇଠି ପୁରାପୁରି ଏକାଠି ହୋଇକିରି ଏତେ ସୁନ୍ଦର ନାଚ କରୁଥିଲେ, ତାଳ ମେଳରେ ନାଚ କରୁଥିଲେ। ସେଠାରୁ ମୁଁ ଗଲି, ସେ ଭିତରେ ବଡ଼ କଷ୍ଟ। ଗୋଟିଏ ମାନେ ଛୋଟିଆ ରାସ୍ତାରେ ମୁଁ ଯାଇଥିଲି, ସେଟା ବି ସନ୍ଧ୍ୟାରେ ଯାଇକିରି ମୁଁ ପହଞ୍ଚିଲି, ସେ ନାଚ ଦେଖିଲି ଏବଂ ସେ ଗୋଟେ ରାସ୍ତା ଦେଇକିରି ଆସିଲି। ସେଠୁ ନାଇଁ ପାଖ ଏପଟେ ଯିବା
ଜଗଦଲପୁର ବୋଲି ମତେ ସିଆଡ଼େ ଜଗଦଲପୁର ସେ ରାତାରାତି ନେଇଯାଇଥିଲେ। ତେବେ ଆସିଲା ବେଳେ ବି ଦେଖିଲି ସେ ନେତାନାରୁ ଯେତେବେଳେ ଫେରୁଛି ବାଟରେ ଗୋଟେ ପୁରାପୁରି ରାସ୍ତା ମଝିରେ ଖାଲ କେତେନା ପ୍ରାୟ ସେ ଖାଲ ଏଇଟା ଟିକେ ରୋ ଦେଖିବା ରାସ୍ତା ମଝିରେ ଏଇଟା କିଏ ଖାଲ କରିଛି ବୋଲିକି ଦେଖିଲା ବେଳକୁ ପୁରା 6-7 ଫୁଟ ଖାଲ ହେଇଛି। ତାପରେ ସିଏ ମତେ କହିଲେ ଯେ ନାଇଁ ନାଇଁ ଏଇଠି ଗୋଟେ ବମ୍ ବ୍ଲାଷ୍ଟ ହେଇଥିଲା, ସେ ଘର ଭାଙ୍ଗିବା ପାଇଁ ଚେଷ୍ଟା ଚାଲିଥିଲା, ଏଇଠି ବମ୍ ବ୍ଲାଷ୍ଟ ହେଇଛି ଆଉ ଏଇଠି ନକ୍ସଲ ମାନେ ଏଇଆ କରିଛନ୍ତି। ମତେ ସେପଟେ ଜଗଦଲପୁର ନେଲେ, ଜଗଦଲପୁରରୁ ପୁଣି ଆମେ ଆସିଥିଲୁ ଗୁପ୍ତେଶ୍ୱରକୁ। ତେବେ ସେ ଭିତର ନେତାନାର ମଧ୍ୟ ମୁଁ ଯାଇଥିଲି। ସେଠିକାର ଲୋକମାନେ ମଧ୍ୟ ଶାନ୍ତ ସରଳ ସ୍ୱଭାବର। ତେବେ ତାଙ୍କର ପର୍ବପର୍ବାଣୀ ଯୋଉ ନାଚ ଅଛି ଅନନ୍ୟ ସ୍ୱତନ୍ତ୍ର। ତେବେ ଶିକ୍ଷା ବ୍ୟବସ୍ଥାରେ ମୁଁ ଯେତେବେଳେ 2012-13ରେ ଯେତେବେଳେ ମୁଁ କାମ ସାରିଲି ଦେଖିଲି ଯେ ଏଠିକାର ପିଲାମାନେ କିଏ ପଢୁଛନ୍ତି କି କଣ, ଦେଖିଲି ଯେ ସେ ବିଶେଷ କରି ପାଠରେ ସେମିତି କିଛି ନାହାନ୍ତି। ତେବେ ଜଣେ ବି ମେଟ୍ରିକ ପାସ୍ କରିନଥିଲା। ତେବେ ମୁଁ ଚାହିଁଲି, ଚେଷ୍ଟା କଲି, ତୁ ପରୀକ୍ଷା ଦେଇପାରିବୁ, ତୁ ପାସ୍ ହେଇପାରିବୁ, ତୁ ଏହା କରେ ସେୟା କରେ ବୋଲି ବହୁତ ଚେଷ୍ଟା କଲି। ଏବଂ 2013 ମସିହାରେ କଣ ହେଇଛି ନା ଗୋଟେ ପିଲା ପାସ୍ ହେଲା, ମେଟ୍ରିକରେ ପାସ୍ ହେଲା, କାନ୍ଦୁରୁ ଦୁରୁଆ ବୋଲିକି। ତେବେ ଯେତେବେଳେ ପାସ୍ ହେଇଗଲା, ପାସ୍ ହେଲା ପରେ ତାକୁ ମୁଁ ହିଁ ମୋ ଅନୁଷ୍ଠାନରେ ଭୈପରିଗୁଡ଼ା ଶହୀଦ ଲକ୍ଷ୍ମଣ ନାୟକ ହାୟର ସେକେଣ୍ଡାରୀ ସ୍କୁଲ ସେଇଠି ଜଏନ୍ କଲି। ତାକୁ ସେ +2 ପଢିଲା, ପାସ୍ ହେଲା ବି, +3 ବି କଲା। କିନ୍ତୁ ଦୁଃଖର କଥା ଏ କେତେ ବର୍ଷେ କି 2 ବର୍ଷ ତଳେ ଏ ଯୋଉ କରୋନା ସମୟରେ ବୋଧେ ସେ ଗୋଟେ ଗାଡି ଆକ୍ସିଡେଣ୍ଟରେ ଚାଲିଗଲା। ବହୁତ ଦୁଃଖର କଥା। ସିଏ ପ୍ରଥମରେ ମେଟ୍ରିକ ପାସ୍ କରିଥିଲା। ତେବେ ତାପରେ ପରେ ଅନ୍ୟ ପିଲାମାନେ ବି ପାସ୍ ହେଲେ, ମେଟ୍ରିକ ପାସ୍ ହେଲେ, +2 ପଢିଲେ, +2 ମଧ୍ୟ ପାସ୍ ହେଲେ, +3 ପଢିଲେ। ଏବେ କିଛି କିଛି ମାନେ ଉନ୍ନତି କରି ଯାଉଥିଲେ, କିନ୍ତୁ ସେମାନେ ଆଗରେ ଯାହା ବି ଯେମିତି ପଢୁଥିଲେ, କିନ୍ତୁ ଆଦିବାସୀର ମାନ୍ୟତା ନଥିବା ଯୋଗୁଁ ତାଙ୍କ ଗାଁରେ ମଧ୍ୟ ପଢିବା ପାଇଁ ସୁବିଧା ନଥିଲା, କୌଣସି ସୁବିଧା ନଥିଲା। ଏବେ ନିଶ୍ଚିତ ଭାବରେ ତାଙ୍କର ଉନ୍ନତି କିଛି ନିଶ୍ଚିତ ଭାବରେ ହବ ହିଁ ହବ। ତେବେ ରାଜନୀତି କ୍ଷେତ୍ରରେ ମଧ୍ୟ ସେମାନେ କଣ ନା ସମସ୍ତେ ଏକଜୁଟ ହେଇଯିବେ, କାହାକୁ ଭୋଟ ଦେବା, ନା ୟାକୁ ଭୋଟ ଦେବା କି ତାକୁ ଭୋଟ ଦେବା, ସେ ଅନୁସାରେ ସେମାନେ ଭୋଟ ଦଉଛନ୍ତି। ଏବଂ ଛତିଶଗଡ଼ର ଦୁରୁଆ, କୋରାପୁଟର ଦୁରୁଆ ଭିତରେ ପୁରାପୁରି ଘନିଷ୍ଠ ସମ୍ପର୍କ ଅଛି। ଏଠିକାର ଝିଅ ସେଠି ଯାଉଛନ୍ତି, ସେଠିକାର ଝିଅ ଏଠି, ତାଙ୍କର ଆଉ ସେମାନେ କୋରାପୁଟର, ସେମାନେ ଓଡ଼ିଶାର, ସେମାନେ ଛତିଶଗଡ଼ର, ତାଙ୍କ ଭିତରେ ମୋଟେ ନାହିଁ। ନଦୀ ଡେଇଁଲେ ତ ଛତିଶଗଡ଼, ନଦୀ ଡେଇଁଲେ ଓଡ଼ିଶା। ଆଉ ଗୋଟେ କଥା ହେଲା ଦୁରୁଆ ସମ୍ପ୍ରଦାୟ ପ୍ରତି ଜନସାଧାରଣଙ୍କର ଦୃଷ୍ଟିକୋଣ ଥିଲା ଯେ ଆଗରେ କେମିତି ଏମାନେ ପାଇବେ, କେମିତି ସରକାରଙ୍କର ସୁବିଧା ପାଇବେ ଏବଂ କେମିତି ଆଗକୁ ଯିବେ। ସେଥିପାଇଁ ଲୋକମାନେ ମଧ୍ୟ ବହୁତ ଚେଷ୍ଟା କରିଛନ୍ତି। ସରକାରଙ୍କ ଠାରୁ, ନେତାମାନଙ୍କ ଠାରୁ ସମସ୍ତେ ଚାହିଁଲେ ଏବଂ ସେ ଅନୁସାରେ ଦୁରୁଆ ସମ୍ପ୍ରଦାୟ ଆଜି ଆଦିବାସୀର ମାନ୍ୟତା ପାଇଛି ଏବଂ ଦୁରୁଆ ସମ୍ପ୍ରଦାୟ ଆହୁରି ଆଗକୁ ଯାଉ। ଏବଂ ଯେମିତିକି ଏ ବର୍ଷ ବା ଗତ ବର୍ଷ ବଣ୍ଡା ଜନଜାତି ସେ OS ପାଇଛି ଗୋଟେ ଝିଅ। ଏ ପିଲାମାନେ ମଧ୍ୟ ପାଆନ୍ତୁ, ଭଲରେ ରୁହନ୍ତୁ, ସୁଖରେ ରୁହନ୍ତୁ। ତାଙ୍କର କଳା, ତାଙ୍କର ଭାଷା ଲୋକଲୋଚନକୁ ଆସୁ, ତାଙ୍କର ସଂସ୍କୃତିକୁ ବିଶ୍ୱ ଦରବାରରେ ଦେଖାନ୍ତୁ। ଆଉ ବିଶେଷ କିଛି ମୁଁ କହୁନାହିଁ। ଆପଣମାନେ ମୋତେ ଡାକିଥିବା ଯୋଗୁଁ ଏବଂ ଦୁରୁଆ ସମ୍ପ୍ରଦାୟର ସଂସ୍କୃତି ଉପରେ ମୋତେ କହିବା ପାଇଁ କହିଥିବା ଯୋଗୁଁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏବଂ ଏଥିରେ ମୋର ବକ୍ତବ୍ୟକୁ ସମାପ୍ତ କରୁଛି। ଧନ୍ୟବାଦ। ଧନ୍ୟବାଦ ଡକ୍ଟର ଅଢାରୀ। ଅତି ସୁନ୍ଦର ଭାବରେ ଏବଂ ପ୍ରାଞ୍ଜଳ ଭାବରେ ଆପଣ ଯେଉଁ କୋରାପୁଟ ଜିଲ୍ଲାର ଦୁରୁଆ ସମ୍ପ୍ରଦାୟ ଜନଜାତି ଯେଉଁ ରହିଛନ୍ତି
ସେମାନଙ୍କର ସରଳ ନିଷ୍କପଟ ଜୀବନଚର୍ଯ୍ୟା ତା ସହିତ ସେମାନଙ୍କର ଯେଉଁ ଗ୍ରାମର ଯେଉଁ ବାଗବଣ୍ଟା ସେମାନଙ୍କର ସାଂସ୍କୃତିକ ଜୀବନ ଏବଂ ସେମାନଙ୍କର ଅର୍ଥନୈତିକ ଜୀବନ ଏସବୁ ଦିଗରେ ଆପଣ ଅତି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଛନ୍ତି। ଆଶା ରଖିବୁ ଯେ ଆଜିର ଏହି ପାଠଚକ୍ରରେ ଯେଉଁ ଜ୍ଞାନୀ ଗୁଣୀ ବ୍ୟକ୍ତିମାନେ ଯୋଡ଼ି ହୋଇଛନ୍ତି ନିଶ୍ଚିତ ଭାବରେ କୋରାପୁଟ ଜିଲ୍ଲାର ଏଇ ଅଧିବାସୀମାନଙ୍କର ସାଂସ୍କୃତିକ ପରମ୍ପରା ଜୀବନଚର୍ଯ୍ୟା ବିଷୟରେ ନିଶ୍ଚିତ ଭାବରେ ସେମାନେ ଅବଗତ ହୋଇଥିବେ। କୋରାପୁଟ ଜିଲ୍ଲା ଗୋଟିଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଓଡ଼ିଆ ବିଭାଗର ଅଧ୍ୟାପକ ଭାବରେ ଆପଣ ନିୟୋଜିତ ରହିଥିଲେ ମଧ୍ୟ ଆପଣଙ୍କର ମୂଲ୍ୟବାନ ସମୟ କିଭଳି ଏହି ଜନଜାତିମାନଙ୍କର ସାଂସ୍କୃତିକ ପରମ୍ପରାକୁ ବୁଝିବା ଏବଂ ନିଜକୁ ସେମାନଙ୍କ ସହିତ ସାମିଲ କରି ନିଜର ଯେଉଁ ଅନୁଭୂତିକୁ ଆପଣ ଆମର ଶ୍ରୋତାମାନଙ୍କର ଆଗରେ ଅତି ସୁନ୍ଦର ଭାବରେ ବଖାଣିଛନ୍ତି ଏବଂ ଅନେକ ଗୁଡ଼ିଏ ଦିଗ ଏହି ଜନଜାତିମାନଙ୍କର ଯେମିତିକି କିଭଳି ଭାବରେ ସେମାନଙ୍କର ଗ୍ରାମ ଗୁଡ଼ିକର ଉତ୍ପତ୍ତି ହେଲା, ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟ ଭିତରେ ସେମାନଙ୍କର ଯେଉଁ ସମ୍ପର୍କ ଆଉ କିଭଳି ଭାବରେ କେଉଁ ପରିସ୍ଥିତିରେ ସେମାନଙ୍କୁ ଆଦିବାସୀ ବା ଜନଜାତି STର ମାନ୍ୟତା ମିଳିଲା ଏସବୁ ଉପରେ ଆପଣ ଆଲୋକପାତ କରିଛନ୍ତି। ତେଣୁ ଯେଉଁଥିପାଇଁ କି କୋରାପୁଟ ଶାଖା ନିଶ୍ଚିତ ଭାବରେ ଆପଣଙ୍କ ପାଖରେ ଋଣୀ ହୋଇକି ରହିବ। ବର୍ତ୍ତମାନ ସଭାପତି ମହୋଦୟଙ୍କର ଅନୁମତି କ୍ରମେ ଆମେ 2 ମିନିଟ୍ ପାଇଁ ଯଦି କାହାଙ୍କର କିଛି ପ୍ରଶ୍ନ ରହିଛି ଆମର ଆଲୋଚକ ମହୋଦୟଙ୍କୁ ତାହେଲେ ଆପଣମାନେ ପଚାରି ପାରନ୍ତି ଏବଂ ଆଲୋଚକ ମହୋଦୟ ମଧ୍ୟ ଏହାର ଉତ୍ତର ରଖିବା ପାଇଁ ଅନୁରୋଧ କରିବି। ଆପଣମାନଙ୍କର କାହାଙ୍କର ପ୍ରଶ୍ନ ଅଛି କି? କିଛି ଏ ଦୁରୁଆ ସମ୍ପ୍ରଦାୟ ବିଷୟରେ ଆଉ ଅଧିକ କିଛି ଜାଣିବା ପାଇଁ ଯଦି ଇଚ୍ଛା ରଖିଛନ୍ତି ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଅଛି ତାହେଲେ ଆପଣମାନେ ପଚାରି ପାରନ୍ତି। ହଁ କନକ ମ୍ୟାଡ଼ାମ, ଆପଣ ତ ଏଇ କାହାକୁ ପ୍ରଶ୍ନ କିଏ ଯଦି କାହା ମନରେ ସନ୍ଦେହ ଅଛି କହିଲେ, କିନ୍ତୁ କେହି ତ କିଛି କହୁନାହାନ୍ତି, ତେଣୁ ମୁଁ ଦୀପଦ କହିବି। ମୋ ମନରେ କିଛିଟା ସନ୍ଦେହ ରହିଛି। ସେ ସନ୍ଦେହ ହେଲା ଅବଶ୍ୟ ତା ପୂର୍ବରୁ ମୁଁ ଆମର ଅଧ୍ୟାପକ ଡକ୍ଟର ସଦାନନ୍ଦଙ୍କୁ ବହୁତ ବହୁତ ଅଭିନନ୍ଦନ ଦେବି ଏବଂ କୃତଜ୍ଞତା ମଧ୍ୟ ଜଣାଉଛି ଯିଏ ସେ ଆଦିବାସୀ ଦରୁଆ ସମ୍ପ୍ରଦାୟ ଉପରେ ତାଙ୍କର ଗବେଷଣା କରି 1913 ମସିହାରେ PhD ଲାଭ କରିଛନ୍ତି। ଦ୍ୱିତୀୟତଃ ତାଙ୍କର ପ୍ରୟାସ ତା ସହିତ ସମସ୍ତ ରାଜନୀତି ଯେଉଁମାନେ ସବୁ କରୁଛନ୍ତି ବା ରାଜନୀତିଜ୍ଞ ମାନେ ତାଙ୍କର ପ୍ରଗାଢ଼ ଚେଷ୍ଟାରେ ହୁଏତ 1924 ମସିହାରେ ଦୁରୁଆ ସମ୍ପ୍ରଦାୟକୁ ଆଉ ଗୋଟିଏ ଆଦିବାସୀ STର ମାନ୍ୟତା ଦିଆଯାଇଛି କେନ୍ଦ୍ର ସରକାର ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା। ଏଇଟା ମଧ୍ୟ ଗୋଟେ ଖୁସିର ଖବର ଯାହା ସିଏ ତାଙ୍କର ପ୍ରବନ୍ଧରେ ବା ଆଲୋଚନାରେ କହିଛନ୍ତି। ଏହା ସହିତ ସେମାନଙ୍କର ଯେଉଁ ସଂସ୍କୃତି ଏବଂ ତାଙ୍କର ପରମ୍ପରା ଆଉ ସେମାନଙ୍କର ଧର୍ମ ଦର୍ଶନ ଜୀବନଧାରା ଏଗୁଡ଼ାକୁ ମଧ୍ୟ ସେ ଅନେକ କ୍ଷେତ୍ରରେ ବର୍ଣ୍ଣନ କରିଛନ୍ତି। ଯଦିବା ସେମାନଙ୍କର ପୂଜା ପାଠ ପର୍ବପର୍ବାଣୀ ଏଗୁଡ଼ାକୁ ସିଏ ବିଶେଷ କହିପାରି ନାହାନ୍ତି, କିନ୍ତୁ ନିଶ୍ଚିତ ସେମାନଙ୍କର ପର୍ବପର୍ବାଣୀ ପୂଜା ପାଠ ଇତ୍ୟାଦି ସବୁ ରହିଥିବ ଯାହାକୁ ଆମେ ଧର୍ମ ଭାବ କହୁଛୁ। କିନ୍ତୁ ଅବଶ୍ୟ ଦୁଃଖର କଥା ଯେ ସେ ଦୁରୁଆ ସମ୍ପ୍ରଦାୟ ସେମାନଙ୍କର ଯେଉଁ ଜୀବନୀ ଶୈଳୀ ତା ଭିତରେ ବହୁତ ଗୁଡ଼େ କୁସଂସ୍କାର ଅନ୍ଧବିଶ୍ୱାସ ଏପର୍ଯ୍ୟନ୍ତ ପୂରି ରହିଛି। କାହିଁକି ଆମର ବନ୍ଧୁ ସଦାନନ୍ଦ ସେ ଯାଇକି ଗାଁ ମାନଙ୍କରେ ରହିଛନ୍ତି, ଯେଉଁଠି ସେମାନଙ୍କର ଏଇ ଯେ ସବୁ କହୁଥିଲେ ସିରିବେଡ଼ା ବା ଅନ୍ୟାନ୍ୟ ଗାଁ ଗୁଡ଼ିକର ଗୁପ୍ତେଶ୍ୱର ବିଭିନ୍ନ ସ୍ଥାନକୁ ଯାଇକି ସେ ଦୁରୁଆ ସମ୍ପ୍ରଦାୟ ଲୋକଙ୍କ ସହିତ ସେ ମିଶିଛନ୍ତି, ଜାଣିଛନ୍ତି। ଆଉ ତେଣୁ ସେଇ ଗୁଣିଗାରେଡ଼ିର ପ୍ରଭାବ ମଧ୍ୟ ସେ ଗାଁ ମାନଙ୍କରେ ରହୁଛି। ଏବଂ ସିଏ ଯଦି ଚେଷ୍ଟା କରିବେ ବା ତାଙ୍କର ଯେଉଁମାନେ ସବୁ ତାଙ୍କ ପାଖରେ ପଢ଼ାପଢ଼ି କରୁଛନ୍ତି
ଏବଂ ଯେଉଁମାନେ ଏବେ ବି ମଧ୍ୟ ସେ ଦୁରୁଆ ସମ୍ପ୍ରଦାୟର ପିଲାମାନେ ସେମାନେ ପଢି ସାରିଲେଣି ସେମାନଙ୍କ ଭିତରୁ ଏଇ ସବୁ ଯେଉଁ ଅନ୍ଧବିଶ୍ୱାସ କୁସଂସ୍କାର ରହିଛି ବା ଗୁଣି ଗାରେଡକୁ ସେମାନେ ମଝିରେ ମଝିରେ ସେମାନଙ୍କୁ ସ୍ଥାନ ଦଉଛନ୍ତି ସେଗୁଡ଼ିକ ହଟେଇ ଦେବା ପାଇଁ ସେ କିଛିଟା ପ୍ରୟାସ କରିବା ଦରକାର। ତା ଭିତରେ ଗୋଟିଏ ସେ କହିଛନ୍ତି ଯେ ବଣ ମହିଷୀକୁ ସେମାନେ କାଟୁଥିଲେ, ସେ ଯେ କାଟିବାର ଯୋଉ ଗୋଟେ ପ୍ରୟାସ ବା କରିଛନ୍ତି ଏବଂ ସେଇଟା କ'ଣ ପ୍ରତ୍ୟେକ କାହିଁକିନା ସେମାନେ ଶିକାର ପ୍ରିୟ ଲୋକମାନେ, ତେଣୁ ଏବେ ବି ସେମାନେ କ'ଣ ମହିଷୀକୁ ଶିକାର କରୁଛନ୍ତି ଏବଂ କାଟୁଛନ୍ତି, ତାଙ୍କୁ ଖାଉଛନ୍ତି ନା କ'ଣ ନା ସେଗୁଡ଼ା କିଛି ପରିବର୍ତ୍ତନ ହେଲାନି ତାଙ୍କ ଜୀବନଧାରାରେ, ସେଇଟା ମଧ୍ୟ ଆମେ ଜାଣିବା କଥା। କିନ୍ତୁ ଭଲ କଥା ଯେ ସେମାନେ ତାଙ୍କର ଯୋଉ ହସ୍ତକର୍ମ କରୁଛନ୍ତି, ତାକୁ ଟୁକେଇ ଡାଲା କୁଲା ନିର୍ମିତ ବାଉଁଶ ସବୁ ହଉଛି, ସେଇଟାକୁ ଆହୁରି ଆମେ ପ୍ରୋତ୍ସାହନ ଦେବା କଥା, ତାକୁ ଉତ୍ସାହିତ କରିବା କଥା, ତାହେଲେ ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରି ଯାଇପାରିବ। ଏଇ ତେଣୁକରି ସିଏ ଆଉ ଗୋଟେ ଭଲ କଥା ସେ ଯାହା ସେ କହିଲେ ଯେ ସେ ଦୁରୁଆ ମାନଙ୍କ ଗାଁରେ ଚୁରି ନାହିଁ, ଏବଂ ଖାଲି ଚୁରି ତ ନଥିବ ତା ସହିତ ସେମାନଙ୍କର ପରସ୍ପର ଭିତରେ ଯେଉଁ ପୁଅ ଝିଅ ମାନେ ବାହା ହଉଛନ୍ତି ସେଥିରେ ମୁଁ ଭାବୁଛି ଏ ଯୌତୁକ ଯୋଉଟା ଡାଉରୀ ଗୋଟେ କଳଙ୍କ ପ୍ରଥା ଆମ ସମାଜରେ ରହିଛି, ସେଟା ମୁଁ ଭାବୁଛି ସେମାନଙ୍କ ଭିତରେ ମଧ୍ୟ ନଥିବ ବୋଲି ସିଏ ହୁଏତ କହିପାରନ୍ତି ବା ସେ ଜାଣିପାରିଥିବେ। ତେଣୁ ଅନ୍ ଦି ହୋଲ୍ କହିବାକୁ ପଡିବ। ଆଉ ଗୋଟେ କଥା ସେ ଯାହା କହିଲେ ସେଟା ଗୋଟେ ଅନ୍ଧବିଶ୍ୱାସ ଯେ ପିଲାଟି ଘରେ ପୁଅ ଯଦି ଜନ୍ମ ହେଲା ତାହେଲେ ତାର ଧନୁଶରରେ ତାର ନାଭିଟାକୁ କଟା ହଉଛି ଏବଂ ଝିଅ ଯଦି ହଉଛି ତାକୁ କାତିରେ କଟା ଯାଉଛି। ମୁଁ ଭାବୁଛି ଯେ ଏଇଭଳିଆ ପ୍ରଥା ଯେହେତୁ ବର୍ତ୍ତମାନ ଆମ ସମାଜ ଆଗକୁ ଆଗେଇଲାଣି, ବିଜ୍ଞାନ ଏବଂ ଆମର ମେଡିକାଲ ସାଇନ୍ସର ବହୁତ କିଛି ଉନ୍ନତି ହେଲାଣି, ତେଣୁ ସେମାନେ ହସ୍ପିଟାଲକୁ ନେଇ ଆସିକି ଡେଲିଭରି କରୁଥିବେ, ଯାହାଫଳରେ ଏଇଭଳିଆ ଯେ ଗୋଟେ ଆମର ଖରାପ ପରମ୍ପରା ରହିଆସିଛି ସେଇଟା ମଧ୍ୟ ନଥିବ, ଯଦି ଥିବ ଏଗୁଡ଼ାକୁ ମଧ୍ୟ ଦୂର କରିବା ଆବଶ୍ୟକ। ଏଗୁଡ଼ାକୁ ତାକୁ କେମିତି ସମାଜରୁ ସେ ଦୁରୁଆ ମାନଙ୍କ ଭିତରେ ଯୋଉ କୁସଂସ୍କାର ଅନ୍ଧବିଶ୍ୱାସ ଇତ୍ୟାଦି ସବୁ ରହିଛି ସେଇଟାକୁ ସେ ଟିକେ ଆଗ୍ରହ ପ୍ରକାଶ କଲେ, ତାଙ୍କର ଆଉ କିଛି ବନ୍ଧୁ ମାନଙ୍କ ସହିତ ଶିକ୍ଷିତ ଲୋକଙ୍କ ସହିତ ମିଶିଲେ ସେଟା ଏଇ ପରମ୍ପରାଟା ଖରାପ ପରମ୍ପରା ଯୋଉଟା ରହିଛି ସେଗୁଡ଼ା ଦୂର ହେଇପାରିବ। ଏଇଟା ମୋର ଗୋଟେ ସାଜେସନ। ଆଉ ଆପଣମାନଙ୍କର ଯଦି କିଛି କହିବାର ଅଛି, ଆପଣମାନଙ୍କର ଯଦି କିଛି ପ୍ରସ୍ତାବ ରହିଛି ବା କିଛି ପ୍ରଶ୍ନ ଅଛି ତାହେଲେ ଆମେ ଆମର ଯିଏ ଡକ୍ଟର ସଦାନନ୍ଦଙ୍କୁ ଏ ବିଷୟରେ ପଚାରି ପାରିବା। ହଁ, ମୁଁ ପ୍ରଥମେ ଅନୁରୋଧ କରୁଛି ଆମର ବକ୍ତାଙ୍କୁ ସିଏ ମୁଁ ଯାହା କହିଲି ସେଥିରେ ତାଙ୍କର କିଛି ଯଦି ମତାମତ ଦେବାର ଅଛି ସେ ଟିକେ କୁହନ୍ତୁ। ସାର୍ ତାଙ୍କର ଯୋଉ ନାଭି କଟା ଯୋଉ ଅଛି ଏଇଟା ନିଶ୍ଚିତ ଭାବେ ଟିକେ ବଦଳୁଛି ସାର୍, ମାନେ ପିଲାମାନେ ପଢାପଢି କରୁଛନ୍ତି ବଦଳୁଛି, ଆଉ ଯୋଉ କୁସଂସ୍କାର ଯୋଉ ଅଛି ସେଇଟା ତ ଅଛି କିଛି କିଛି, ତଥାପି ଆମେ ସେଇଟା ଧୀରେ ଧୀରେ ନିଶ୍ଚିତ ଭାବରେ ଲୋପ ପାଇବ। ଆଉ ମୁଁ ବି ମଝିରେ ମଝିରେ ଯାଇଥାଉଛି, ପିଲାଙ୍କୁ ଉତ୍ସାହିତ କରିଥାଉଛି ଏବଂ ସେ ସିରିବେଡା ଫିରିବେଡା ଏବେ ସେଠି ରହିଛି ମୁଁ